आरंभ कले हम आज्ञा समस्तंको नमस्कार शुभ संध्या एवं आजिर ए संबलपुर पाठचक्र को स्वागत। आज संबलपुर जिला शाखार 66तम पाठचक्र एवं यही अवसर रे हमर विषय होची मु काहेकि गछ लगेबी एवं ए पाठचक्र को आगक नवा पूर्व सर्वप्रथम मु अनुरोध करिवि प्रारंभिक संगीत गान करिया पई एवं आम गहण अच्छा आरुषि विश्वाल जे कि आमर केंद्रीय विद्यालय छात्री बुर्लार निवेदन करी से प्रारंभिक संगीत गान करेंगे। आरुषि नमस्कार सर। आरुषि अनम्यूट कर दियो। म्यूट है कि ना अच्छी अनम्यूट कर दियो आरुषि। सर स्टार्ट करेंगे। हाँ कृष्ण है विस्तार यदि तो सार है राधा, कृष्ण की हर बात का आधार है राधा। राधा बिना कृष्ण नहीं, कृष्ण बिना नहीं राधा। जिस कण में राधा बसे उस कण में बसे कृष्ण सदा से राधा 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 राधा। कृष्ण 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 है बंसी तो राधा ताल मत वाली। कृष्ण है श्रेष्ठा तो राधा श्रेष्ठ है सारी। कृष्ण कृष्ण बिना राधा का पूरा कहाँ संगम है। कृष्ण यदि परमानंद तो राधा सदा से राधा 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 राधा। कृष्ण 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 शब्द है कृष्णा तो उसका अर्थ है राधा। कृष्ण की शक्ति है और सामर्थ्य है राधा। कण कण में राधे कण कण में कृष्ण है, यही परम तृप्ति है। बाकी सब कृष्ण है, जगत में राधा 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 राधा। कृष्ण 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 की हर रूप में है राधिका प्यारी। राधा के तन मन में बसते कृष्ण बनवारी। राधा के अधरों पर कृष्णा का है नाम सदा। एक दूजे में दोनों पाते हैं श्याम सदा। युगों से राधा 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 राधा। कृष्ण 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 राधा 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 राधा। कृष्ण कृष्ण कृष्ण। धन्यवाद सर। धन्यवाद आरुषि बहुत सुंदर भाव परिवेशन कर। वर्तमान विवेक वाणी पाठन करने आम गौण अच्छा आम स्वामी विवेकानंद लोक संसद आजीवन सदस्य तथा प्राक्तन शिक्षक आम केंद्रीय विद्यालय संबलपुर सुश्री सुप्रभा प्रधान मैडम मैडम आपको निवेदन करी विवेक वाणी पाठन करेंगे। धन्यवाद सर। समस्त को नमस्कार। आज एक पवित्र दिन, आज नवजौवन दर्शन दौरान से समस्त को जगन्नाथ आशीर्वाद रहू। आज विवेक वाणी है मनुष्य जातिर चरम लक्ष्य ज्ञान लाभ। प्राच्य दर्शन आम निकट यही एक लक्ष्य कथा ही कही थाए। मनुष्यर चरम लक्ष्य सुख नुहे बरं ज्ञान। सुख और आनंद शेष हो जाए। सुख ही चरम लक्ष्य यहीपरि मन करिबा भ्रम अटे। जगत रे आमे जेते दुख देखु ताहार कारण मनुष्यर भ्रम हेतु मन करे जे से सुख ही तार चरम लक्ष्य। समय हेले मनुष्य बुझी पारे
ଯେ ସେ ସୁଖ ଆଡକୁ ନୁହେଁ ବରଂ ଜ୍ଞାନ ଦିଗକୁ ହିଁ କ୍ରମାଗତ ଅଗ୍ରସର ହେଉଅଛି। ସ୍ୱାମୀ ବିବେକାନନ୍ଦ। ଧନ୍ୟବାଦ। ଧନ୍ୟବାଦ ମ୍ୟାଡ଼ାମ। ଆଜି ଏଇ 66ତମ ପାଠଚକ୍ରର ବିଷୟ ଯାହାକି ହେଉଛି ମୁଁ କାହିଁକି ଗଛ ଲଗାଇବି, ଆଜିର ଦିନରେ ଏହା ବହୁତ ରେଲିଭେଣ୍ଟ। କାହିଁକି ନା ଆମେ ଜାଣିଛନ୍ତି ବିଗତ ସପ୍ତାହରେ ଆମେ ଏହି ପରିପ୍ରେକ୍ଷୀରେ ଆଜିର ଏହି କାର୍ଯ୍ୟକ୍ରମରେ ଆମେ ପାଇଛନ୍ତି ଆଲୋଚକ ଭାବରେ ଶ୍ରୀ ଲିଙ୍ଗରାଜ ପ୍ରଧାନ ସାର୍ଙ୍କୁ। ତାଙ୍କ ବିଷୟରେ ବିଶେଷ ପରିଚୟ ଦେବେ ଆଜିର ସଭାପତି ମହୋଦୟ। ସର୍ବପ୍ରଥମେ ମୁଁ ନିବେଦନ କରିବି ଆଜିର କାର୍ଯ୍ୟକୁ ସଭାପତିତ୍ୱ କରିବେ ଶ୍ରୀଯୁକ୍ତ ନରେଶ କୁମାର ପଣ୍ଡା ସାର୍, ଯିଏକି ଆମର କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁରର ପ୍ରାକ୍ତନ ଶିକ୍ଷକ ତଥା ଆମର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ଏବଂ ସାର୍ ମଧ୍ୟ ପୂର୍ବରୁ ଆମର ସମ୍ପାଦକ ଭାବରେ ସମ୍ବଲପୁର ଜିଲ୍ଲାର ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପାଇଁ ଏବଂ ଆମକୁ ପ୍ରେରଣା ଦେଇଛନ୍ତି ବିଭିନ୍ନ କାର୍ଯ୍ୟକ୍ରମରେ। ସାର୍ଙ୍କୁ ବର୍ତ୍ତମାନ ମୁଁ ନିବେଦନ କରିବି ଆମର ଆଲୋଚକଙ୍କ ପରିଚୟ, ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବେ ଏବଂ ସଭା କାର୍ଯ୍ୟକୁ ଆଗକୁ ନେଇଯିବେ। ସାର୍। ଧନ୍ୟବାଦ ଅରୋ ସାର୍। ଆଜିର ପବିତ୍ର ସନ୍ଧ୍ୟାରେ ଉପସ୍ଥିତ ଜ୍ଞାନୀ ସଦସ୍ୟଗଣ ଓ ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ସମ୍ବଲପୁର ଜିଲ୍ଲା ବିଚାରଧାରା ଶାଖା ତରଫରୁ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଏବଂ ପ୍ରଣାମ କରୁଛି। ତତ୍ସହିତ ଆମ ଶାଖାର ସଭାପତି ପ୍ରଫେସର ବିଜୟ ମିଶ୍ର ସାର୍, ଦେବେନ୍ଦ୍ର ବିଜୟ ସାର୍ ଆଉ ପ୍ରଫେସର ଚିତ୍ତରଞ୍ଜନ ସାର୍ଙ୍କୁ ମଧ୍ୟ ମୁଁ ସ୍ୱାଗତ ଜଣାଉଛି। ଆପଣମାନେ ଏହି ସଭାରେ ଉପସ୍ଥିତ ରହି ଏହି ସଭାକୁ ସାଫଲ୍ୟମଣ୍ଡିତ କରିଥିବାରୁ ମୁଁ ଆପଣଙ୍କ ପାଖରେ ଚିରକୃତଜ୍ଞ। ଆଜିର ପ୍ରସଙ୍ଗ ମୁଁ କାହିଁକି ଗଛ ଲଗାଇବି, ଆମେ ଜାଣିବା ଏହାର ତାତ୍ପର୍ଯ୍ୟ କ'ଣ। ଆପଣ ଜାଣନ୍ତି ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ଅଛି। ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ପରସ୍ପର ନିର୍ଭରଶୀଳ। ତତ୍ସହିତ ଆପଣମାନେ ଜାଣନ୍ତି ଜଙ୍ଗଲ ଥିଲା ମାନବ ସଭ୍ୟତାର ଜନ୍ମସ୍ଥାନ। ବଣରୁ ଆରମ୍ଭ ହେଲା ଆଦିମାନବର ଜୀବନ ଯାତ୍ରା। ଉନ୍ମୁକ୍ତ ପ୍ରକୃତିର ପରିବେଶରେ ବିଚରଣ କରୁଥିବା ମାନବ ବୃକ୍ଷର ଫଳମୂଳ ଖାଦ୍ୟ ରୂପେ, ବକଳକୁ ବସ୍ତ୍ର ରୂପେ, ବୃକ୍ଷଲତାକୁ ଔଷଧ ରୂପେ ଏବଂ ବୃକ୍ଷପୁଞ୍ଜକୁ ବାସସ୍ଥାନ ରୂପେ ଆଦରି ନେଇଥିଲା। କିନ୍ତୁ ବିଜ୍ଞାନ ଓ ଆଧୁନିକତାର ଆସୁରିକ ମାୟାରେ ମାନବ ହେଲା ବଳିଆନ। ଚକ୍ଷୁରେ ତାର ସୃଷ୍ଟି ହେଲା କ୍ଷମତାର ପଟଳ। ଶିଳ୍ପାୟନ, ସହରୀକରଣ, ସଡ଼କ ପଥ, ରେଳପଥର ନିର୍ମାଣ, ଗୃହ ନିର୍ମାଣ ଆଦି ପାଇଁ ଅବିଚାର ଭାବରେ ବୃକ୍ଷ ଛେଦନ କରି ଆମନ୍ତ୍ରଣ କଲା ପ୍ରାକୃତିକ ବିପର୍ଯ୍ୟୟ ଓ ବିଶ୍ୱ ତାପାୟନ। ବିଫଳତାର ବିଧ୍ୱଂସୀ ଲୀଳାରେ ଭୀତତ୍ରସ୍ତ ହେବା ପରେ ତାର ହେଲା ଜ୍ଞାନୋଦୟ। ତେଣୁ ଆମ ସରକାର 1950 ମସିହାରେ ବୃକ୍ଷଲତାର ଯତ୍ନ ପାଇଁ ଭାରତ ସରକାର ପ୍ରତିବର୍ଷ ଜାତୀୟ ସ୍ତରରେ 1950 ମସିହା ଠାରୁ ବନ ମହୋତ୍ସବ ପ୍ରବର୍ତ୍ତନ କରିଛନ୍ତି। ବୃକ୍ଷରୋପଣ କରିବା ଆମେ ସବୁଜ ପୃଥିବୀ ପାଇଁ, ତେବେ ଯାଇ ସୁଖେ ବଞ୍ଚିବା ଆମେ ଶାନ୍ତିର ଗୀତ ଗାଇ। ଏବଂ ତତ୍ସହିତ ମୁଁ ଆଜିର ଆଲୋଚକ ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନ ମହୋଦୟଙ୍କୁ ସ୍ୱାଗତ ଜଣାଉଛି। ଆପଣମାନେ ଜାଣନ୍ତି ତାଙ୍କର ଜନ୍ମ ବରଗଡ଼ ଜିଲ୍ଲା ପଦମପୁର ନିକଟରେ। ସେ ବର୍ତ୍ତମାନ ସିଟି ଆଣ୍ଡ ଜିଏସଟି ରେଞ୍ଜ ଅଫିସ ସମ୍ବଲପୁରରେ କାର୍ଯ୍ୟରତ। ସେ ଜଣେ ଦୃଢ଼ ପ୍ରଶାସକ ଓ ସମାଜସେବୀ ଅଟନ୍ତି। ସେ ନିଜ ବିଭାଗରେ ସଂସ୍କାର ମୂଳକ କାର୍ଯ୍ୟ ପାଇଁ ଲାଭ କରିଛନ୍ତି। ମହାଶୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମ୍ଫିଲ୍ ଡିଗ୍ରୀ ହାସଲ କରିଛନ୍ତି। ତାପରେ ସେ କଣ୍ଟାପାଲି +3 ଡିଗ୍ରୀ କଲେଜରେ ରାଜନୀତି ବିଭାଗରେ ଅଧ୍ୟାପନ କାର୍ଯ୍ୟରେ ଯୋଗ ଦେଇଥିଲେ। 2010 ମସିହାରେ OCS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। କଲେଜ ପଢିବା ସମୟରୁ ତାଙ୍କର ବୃକ୍ଷରୋପଣ କାର୍ଯ୍ୟରେ ରୁଚି ବହୁତ ଥିଲା ଏବଂ ବର୍ତ୍ତମାନ ବି ଅଛି। ସେ ସବୁବେଳେ ତାଙ୍କର ଗାଁ ଏବଂ ଆଖପାଖ ଅଞ୍ଚଳର ପରିବେଶର ସୁରକ୍ଷା ପାଇଁ ଚିନ୍ତିତ ଓ ପ୍ରତିଶ୍ରୁତିବଦ୍ଧ। ସେ ଭାବନ୍ତି
ବୃକ୍ଷ ହିଁ ଜୀବନ। ସେ ଜଣେ ଭଗବତ ପ୍ରେମୀ, ଆଧ୍ୟାତ୍ମିକ ଚିନ୍ତନ ତାଙ୍କର ପରମ କର୍ତ୍ତବ୍ୟ। ପରିବେଶର ସୁରକ୍ଷା ପାଇଁ ସମ୍ବଲପୁରରେ ସେ ପ୍ରସିଦ୍ଧି ଲାଭ କରିଛନ୍ତି। ତେଣୁ 2024 ମସିହାରେ ଓଡ଼ିଶା ସରକାରଙ୍କ ଠାରୁ ପ୍ରକୃତି ବନ୍ଧୁ ସମ୍ମାନ ପ୍ରାପ୍ତ କରିଛନ୍ତି। ତେଣୁକରି ମୁଁ ତାଙ୍କୁ ସମ୍ମାନ ଜଣାଉଛି ଏବଂ ତତ୍ସହିତ ସ୍ୟାଲୁଟ ମାରୁଛି। ବିଭିନ୍ନ ପାରିବାରିକ ଉତ୍ସବ ଓ ପର୍ବପର୍ବାଣୀରେ ଗଛ ଲଗାଇ ସେ ଗଛ ଲଗାଇ ପାଳନ କରନ୍ତି। ଅଗଷ୍ଟ 15 ଝିଅର ଜନ୍ମଦିନ, ନୂଆଖାଇ ଇତ୍ୟାଦି ପାଳନ ସମୟରେ ଗାଁର ବିଦ୍ୟାଳୟ, ମନ୍ଦିର ପରିସର, ରାସ୍ତା ଘାଟରେ, ନଦୀ ପଠାରେ ବୃକ୍ଷରୋପଣ ପାଇଁ ସବୁବେଳେ ସେ ଚେଷ୍ଟିତ। ସେ ଗଛ ଗୁଡ଼ିକର ଯତ୍ନ ନେବା ଓ ରକ୍ଷଣାବେକ୍ଷଣ ପାଇଁ ସବୁବେଳେ ତତ୍ପର। ମହାଶୟ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ପାଇଁ ସଚେତନ ସୃଷ୍ଟି ପାଇଁ ସେ ସମ୍ବଲପୁରରେ ପ୍ରସିଦ୍ଧି ଲାଭ କରିଛନ୍ତି। ମୁଁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ଆଭାର ବ୍ୟକ୍ତ କରୁଅଛି। ମୁଁ ବର୍ତ୍ତମାନ ଲିଙ୍ଗରାଜ ପ୍ରଧାନ ମହାଶୟଙ୍କୁ ଅନୁରୋଧ କରିବି, ଆଜିର 66ତମ ପ୍ରସଙ୍ଗ ମୁଁ କାହିଁକି ଗଛ ଲଗାଇବି ତା ଉପରେ ନିଜର ମତ ବ୍ୟକ୍ତ କରିବା ପାଇଁ। ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନ ମହୋଦୟ। ସାର୍ ଆରମ୍ଭ କରନ୍ତୁ। ବହୁତ ବହୁତ ଧନ୍ୟବାଦ ସାର୍। ଆମ କୁନି ଝିଅଟି ବହୁତ ସୁନ୍ଦର ଭାବରେ ରାଧାକୃଷ୍ଣଙ୍କର ଗୀତ ଗାଇଲେ। ତ ତେଣୁ ପ୍ରଥମେ ସେଇ ସର୍ବନିୟନ୍ତା, ସର୍ବବ୍ୟାପକ, ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ବିଦ୍ୟମାନ ସେ ଭଗବାନ ଶ୍ରୀକୃଷ୍ଣଙ୍କର ବାଲ୍ୟ ରୂପ ଟିକେ ମୋର ମନେ ପଡି ଯାଉଛି ଏବେ। ତ ଶ୍ଲୋକଟା ହେଉଛି ଯେ ପଦାରବିନ୍ଦେନ କରାରବିନ୍ଦେନ ପଦାରବିନ୍ଦಂ ମୁଖାରବିନ୍ଦେନ ବେନିବେଶୟନ୍ତಂ ବଟସ୍ୟ ପତ୍ରସ୍ୟ ପୁଟେ ଶୟାନಂ ବାలం ମୁକୁନ୍ଦಂ ମନସା ସ୍ମରାମି ବାలం ମୁକୁନ୍ଦం ମନସା ସ୍ମରାମି ବାలం ମୁକୁନ୍ଦం ମନସା ସ୍ମରାମି। ପ୍ରଳୟ ସମୟରେ ଯେତେବେଳେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଜଳରେ ପ୍ଲାବିତ ହୋଇଯାଏ, ତ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ବଟର ଏକ ବିଶାଳ ପତ୍ରରେ ଶୟନ କରିଥାନ୍ତି। ଏବଂ ସେ କେମିତି ଆସିଥାନ୍ତି, ତାଙ୍କର ପଦ୍ମ ସଦୃଶ୍ୟ ମୁଖରେ ଏବଂ ତାଙ୍କର ପଦ୍ମ ସଦୃଶ୍ୟ ଗୋଡର ଆଙ୍ଗୁଠିକୁ ପଦ୍ମ ସଦୃଶ୍ୟ ହସ୍ତରେ ଧରି ଚୋଷି ଚୋଷି ଏକ ବିଶାଳ ବୃକ୍ଷର ପତ୍ରରେ ଶୟନ କରି ନିଶ୍ଚିନ୍ତରେ ସେ ଆସୁଥାନ୍ତି। ସେ ହେଉଛନ୍ତି ସର୍ବନିୟନ୍ତା, ସର୍ବବ୍ୟାପକ, ସମସ୍ତଙ୍କ ହୃଦୟରେ ଅବସ୍ଥିତ ଶ୍ରୀ ଭଗବାନ ଶ୍ରୀକୃଷ୍ଣ। ଓମ୍ ନମୋ ଭଗବତେ ବାସୁଦେବାୟ। ସର୍ବପ୍ରଥମେ ଆଜି ଏ ବିବେକାନନ୍ଦ ଲୋକ ସଂସଦ ତରଫରୁ ଆମର ଯୋଉ ରାଜ୍ୟସ୍ତରୀୟ ଅଛି ଏବଂ ସମ୍ବଲପୁର ଜିଲ୍ଲା ସ୍ତରୀୟ ତରଫରୁ ଆଜି ମତେ କିଛି କହିବାକୁ ସୁଯୋଗ ମିଳୁଥିବାରୁ ଆଜିକାର ଏକ ଅତି ବର୍ଣ୍ଣିଂ ଟପିକ ଉପରେ ମୁଁ ନିଜକୁ ଅତି ଖୁସି ମନେ କରୁଛି, ଆନନ୍ଦିତ ମନେ କରୁଛି ଏବଂ ଗର୍ବିତ ମଧ୍ୟ। ଆଉ ଏଇଥିପାଇଁ ମୁଁ ଏଇ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ରାଜ୍ୟସ୍ତରୀୟ ସମସ୍ତ ସଭାପତି, ସମସ୍ତ ବୟୋଜ୍ୟେଷ୍ଠ ପୋଷ୍ଟ ହୋଲ୍ଡର, ଆମର ଜିଲ୍ଲା ସ୍ତରୀୟ ସଭାପତି ଅରୁଣ ବାବୁ, ପଣ୍ଡା ବାବୁ ଏବଂ ସମସ୍ତ ଆଦରଣୀୟ ମୋର ଅତି ସମ୍ମାନନୀୟ ସମସ୍ତ ସଦସ୍ୟ ମାନଙ୍କୁ ମୁଁ ଦଣ୍ଡବତ ପ୍ରଣାମ କରୁଛି। ତ ଆଜି ମୁଁ ଯାହା ଆଲୋଚନା କରିବି ଟପିକ ଅନୁସାରେ, ଟପିକଟା ହଉଛି ଯେ ମୁଁ କାହିଁକି ଗଛ ଲଗାଇବି। ସାର୍ ଶୁଣା ଯାଉଛି ତ? ହଁ ସାର୍ ଶୁଣା ଯାଉଛି। ଆଜ୍ଞା ଶୁଣାଯାଉଛି ସାର୍। ଧନ୍ୟବାଦ। ମୁଁ କାହିଁକି ଗଛ ଲଗେଇବି, ତ ଆମେ ତ ଅନେକ ସମୟରେ ବୃକ୍ଷରୋପଣ ଉପରେ, ପ୍ଲାଣ୍ଟେସନ ଉପରେ, ପ୍ଲାଣ୍ଟ ପ୍ରୋଟେକ୍ସନ ଉପରେ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ଆଲୋଚନା, ତର୍କ, ସମାଜ ସମ୍ବାଦ, ଡିବେଟ, ଭାଷଣ ଶୁଣୁଛୁ। ତ ତେଣୁକରି ଅଳ୍ପ ବହୁତ ସମସ୍ତେ ଆଜିକାର ଏହି କରେଣ୍ଟ ଏବଂ ସମସାମୟିକ ଅତି ଭୟାବହ ଏଇ ଟପିକ ଉପରେ ସମସ୍ତେ ପରିଚିତ। ତ ତେଣୁକରି ମୁଁ ସେ ବିଷୟରେ ଆଉ ଆଲୋଚନା କରିବି ନାହିଁ, ଯୋଉଟା କି ଆପଣ ମାନେ ପ୍ରତିଦିନ ଖବର କାଗଜରେ ପଢୁଛନ୍ତି ଯେ ବୃକ୍ଷ ନହେବା ଯୋଗୁଁ କେମିତି ପରିବେଶଟା ବିଗିଡି ଯାଉଛି, କି ଜଳସ୍ତର କମି ଯାଉଛି, ଗ୍ଲୋବାଲ ୱାର୍ମିଂ ହଉଛି, ଏସିଡ ରେନ୍ ହଉଛି, ଏସବୁ ଆଲୋଚନା କରିବେ ନାହିଁ। ବରଂ ଟପିକକୁ ଦେଖିକିନା, ଆଜିର ବିଷୟବସ୍ତୁକୁ ଦେଖିକିନା ଯୋଉ
ସଂସ୍କୃତି ସମ୍ବଲ ଓ ସମର୍ଦ୍ଧନ ଶୀର୍ଷକର ଯୋଉ ଆଜି 66ତମ ପ୍ରସଙ୍ଗରେ ରହିଛି ମୁଁ କାହିଁକି ଗଛ ଲଗାଇବି ସେ ଉପରେ ମୁଁ ନିଜସ୍ୱ ଅନୁଚିନ୍ତା ନିଜସ୍ୱ ଅନୁଭୂତି ଏବଂ ଆପଣମାନଙ୍କ ପ୍ରତି ମୋର ନିଜର ଅନୁରୋଧ କିଛି ରଖିବି। ତ ଏଇ ହିସାବରେ ମୁଁ 3 ଭାଗରେ ଏକ ଉପସ୍ଥାପନ କରିବି ଆଉ ଆପଣମାନେ ଟିକେ ହୃଦୟତାର ସହିତ ଶୁଣିବେ ବୋଲି ମୁଁ ପ୍ରାର୍ଥନା କରୁଛି ଆଉ ନିବେଦନ କରୁଛି କାରଣ ଏହା ବ୍ୟତୀତ ଆମ ପାଖରେ ବର୍ତ୍ତମାନ ସମୟରେ ଆଉ ଅଲ୍ଟରନେଟିଭ କିଛି ହିଁ ନାହିଁ। ତ ପ୍ରଥମେ ସେଇ ଆମେ ଯଦି ସର୍ବଶାସ୍ତ୍ରମୟୀ ଆମେ ଶ୍ରୀମଦ୍ ଭଗବତ ଗୀତାକୁ ଆମେ ଦେଖିବା ବିଭୂତି ଯୋଗ 10 ନମ୍ବର ଅଧ୍ୟାୟର ଆମର ଯୋଉ 26 ନମ୍ବର ଶ୍ଲୋକ ଅଛି ସେଥିରେ ଭଗବାନ ନିଜେ ଡିକ୍ଲେୟାର କରୁଛନ୍ତି ଯେ ଅଶ୍ୱସ୍ଥ ସର୍ବବୃକ୍ଷାଣ ମହର୍ଷି ନାଞ୍ଚ ନାରଦ। ତ ଏ ପ୍ରଥମ ପାର୍ଟଟା ହଉଛି ଯେ ସମସ୍ତ ବୃକ୍ଷରେ ମୁଁ ବିଦ୍ୟମାନ ଏବଂ ସେ ଡିକ୍ଲେୟାର କରୁଛନ୍ତି ଯେ ଅଶ୍ୱସ୍ଥ ଗଛ ହଉଛି ମୁଁ ନିଜେ। ଯଦି ଯେଉଁ ଭଗବାନଙ୍କୁ ଆମେ ପାଇବାକୁ ଏତେ ବ୍ୟାକୁଳ ଏବଂ ସେ ଭଗବାନ ନିଜେ ଯଦି ବୃକ୍ଷ ରୂପରେ ବିଦ୍ୟମାନ ତାହେଲେ ସେ ବୃକ୍ଷଟା ମଧ୍ୟ ଅତି ପୂଜନୀୟ ଆମର ନମସ୍ୟ ସେ କେୟାର ନେବାର ଉପଯୁକ୍ତ ଯତ୍ନ ନେବାର ଯୋଗ୍ୟ। ତ ଏଇ ହିସାବରେ ଆମେ ଯଦି ଦେଖିବା ଯେ ମହାଭାରତକୁ ଯଦି ଆମେ ଆସିବା ମହାଭାରତର ଗୋଟେ ଏପିସୋଡ ଅଛି ଆପଣମାନେ ତ ସମସ୍ତେ ଜାଣିଥିବେ ଆଜିର କଥାଟା ଆମେ ଡିସ୍କସନ ମୋଡରେ ନେବା ଯେହେତୁ ଏଇଟା ମୋ ନିଜସ୍ୱ ଅନୁଭୂତି ଗୁଡ଼ିକ ତ ଯାହା ମତେ ପ୍ରେରଣା ଦିଏ ଗଛ ଲଗାଇବା ପାଇଁ ତ ସେ ଉପରେ ମୁଁ କହୁଛି। ତ ଯକ୍ଷ ପ୍ରଶ୍ନୋତ୍ତରୀ ବୋଲି ଗୋଟେ ଏପିସୋଡ ଅଛି ଯାହାକି ଆପଣମାନେ ସମସ୍ତେ ଜାଣିଥିବେ। ଯକ୍ଷ ପ୍ରଶ୍ନୋତ୍ତରୀରେ ଆମର ଯେତେବେଳେ ବନବାସ ସମୟରେ କିଛି ପାଣି ପାଇଁ ପାଣ୍ଡବ ମାନଙ୍କ 4 ଭ୍ରାତା ଯାଇଛନ୍ତି ଏବଂ ଧର୍ମରାଜ ଯକ୍ଷ ରୂପରେ ଅଛନ୍ତି ଏବଂ ତାଙ୍କର ପ୍ରଶ୍ନର ଉତ୍ତର ସଠିକ ଭାବରେ ଦେଇ ନ ପାରିବାରୁ ସେମାନେ ମୂର୍ଚ୍ଛିତ ବା ଅଚେତ ହେଇଯାଇଛନ୍ତି। ତ ସେଇ ସମୟରେ ଶେଷରେ ସ୍ୱୟଂ ଯୁଧିଷ୍ଠିରଙ୍କର ସେଠି ଆଗମନ ହୋଇଛି ଏବଂ କିଛି ପାଣି ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଯକ୍ଷ ପଚାରୁଛନ୍ତି କିଛିଟା କ୍ୱେଶ୍ଚନ ତ ତା ଭିତରୁ ସର୍ବପ୍ରଥମ କ୍ୱେଶ୍ଚନଟା ଥିଲା ଯୋଉ ମହାଭାରତରେ ଅଛି ଯେ କିମାଶ୍ଚର୍ଯ୍ୟମ୍ ଯେ ହେ ଯୁଧିଷ୍ଠିର ତୁମେ ସବୁଠାରୁ ଆଶ୍ଚର୍ଯ୍ୟ ବୋଲି କଣ ଦେଖୁଛ? ତ ଏହି ସମୟରେ ଯୁଧିଷ୍ଠିର କହୁଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଜୀବ ପ୍ରତ୍ୟେକ ଆତ୍ମା ଜାଣୁଛନ୍ତି ଯେ ସେମାନେ ପ୍ରତିଦିନ ଶହ ଶହ ମାତ୍ରାରେ ହଜାର ହଜାର ମାତ୍ରାରେ ମରୁଛନ୍ତି ତାଙ୍କର ମୃତ୍ୟୁ ନିକଟ ପ୍ରାୟ କିନ୍ତୁ ସେମାନେ ଭୋଗ ବିଳାସରେ ମାତି ରହିଛନ୍ତି। ତାପରେ ଆଉ ଗୋଟେ ପ୍ରଶ୍ନ ପଚାରୁଛନ୍ତି ଯେ ସ୍ୱର୍ଗ ଠାରୁ ବଡ କିଏ? ସ୍ୱର୍ଗ ଠାରୁ ବଡ ପିତା। ପୃଥିବୀ ଠାରୁ ବଡ କିଏ? ପୃଥିବୀ ଠାରୁ ବଡ ହଉଛନ୍ତି ମାତା। ତ ଏହି ହିସାବରେ ତାଙ୍କ ପ୍ରଶ୍ନୋତ୍ତରୀ ଚାଲିଛି। ଶେଷରେ ଧର୍ମରାଜ ଯକ୍ଷ ରୂପରେ ଅତ୍ୟନ୍ତ ପ୍ରୀତ ହେଇକି ନିଜ ରୂପରେ ଆସିଛନ୍ତି ଏବଂ ତାଙ୍କର ସମସ୍ତ ଭାଇମାନଙ୍କୁ ପୁଣି ଜୀବନ ଦାନ ଦେବା ସହିତ ଅତ୍ୟନ୍ତ ଖୁସି ତାଙ୍କୁ ବରଯାଚନା ମଧ୍ୟ କରିଛନ୍ତି। ତ ଏଇଟା ତ ଥିଲା ଦ୍ୱାପର ଯୁଗର କଥା କିନ୍ତୁ ଆମେ ଏଇ ବର୍ତ୍ତମାନ ସମୟରେ କଲି ଯୁଗର ଏଇ ବର୍ତ୍ତମାନ ସମୟ ଯଦି ଆସିବା ଯୋଉଠି ପରିବେଶଟା ଏତେ ବିଷମୟ ହୋଇଯାଇଛି ସବୁଆଡେ ଟିକେ ହାହାକାର ଚାଲିଛି କୋଉଠି ବନ୍ୟା କୋଉଠି ବନାଗ୍ନି କୋଉଠି ଏଲନିଲୋ ତ ସେଇ ସମୟରେ ଯେତେବେଳେ ସମଗ୍ର ମାନବ ଜାତି ଏବଂ ଜୀବଜଗତ ସଫର ହେଉଛନ୍ତି ତ ବର୍ତ୍ତମାନ କଲି ଯୁଗରେ ଯଦି ଆମେ ସେ ଯକ୍ଷ ପ୍ରଶ୍ନୋତ୍ତରୀକୁ ଯଦି ଆମେ ଠିକ ହିସାବରେ ଦେଖିବା ତ ମୋ ହିସାବରେ ମୁଁ କହିବି ଯକ୍ଷ ଯଦି ପଚାରନ୍ତା ବର୍ତ୍ତମାନ ସମୟରେ ଯେ କିମାଶ୍ଚର୍ଯ୍ୟମ୍ ତ ମୁଁ ନିଶ୍ଚୟ ଉତ୍ତର ଦିଅନ୍ତି ବର୍ତ୍ତମାନ ସମୟରେ ପ୍ରତ୍ୟେକ ମଣିଷ ଦେଖୁଛନ୍ତି ତାଙ୍କର ମୃତ୍ୟୁର କାରଣ ହଉଛି ପରିବେଶ କ୍ଷୟ। ଏହି ଗଛ କାଟିବା ଜଙ୍ଗଲ ଧ୍ୱଂସ ହେବା ବହୁ ମାତ୍ରାରେ ଡିଫରେଷ୍ଟେସନ ହେବା ଏହା ସେମାନେ ନିଜ ଆଖି ସାମ୍ନାରେ ଦେଖୁଛନ୍ତି ସମସ୍ତେ ଜାଣୁଛନ୍ତି ହେଲା ହୃଦୟଙ୍ଗମ ମଧ୍ୟ କରୁଛନ୍ତି କିନ୍ତୁ ତା ଉପରେ ଚିନ୍ତା କରୁନାହାନ୍ତି ବା ତାର ରକ୍ଷଣାବେକ୍ଷଣ କାର୍ଯ୍ୟ କରୁନାହାନ୍ତି। ତାପରେ ସେଇ ଯକ୍ଷ ଯଦି ପଚାରନ୍ତା ଯେ ବର୍ତ୍ତମାନ ସ୍ୱର୍ଗ ଠାରୁ ବଡ କିଏ? ମୁଁ ତ କେବେ ପିତା କହନ୍ତି ନାହିଁ ମୁଁ ସେ ବୃକ୍ଷ ହିଁ କହନ୍ତି ଏବଂ ଇଭିନ ପୃଥିବୀ ଠାରୁ ବଡ କିଏ ବେଲେ ମୁଁ ବି ମା ବା ମାତା କୁହନ୍ତି ନାହିଁ ପୁଣି ସେ ବୃକ୍ଷ ହିଁ କହନ୍ତି। ତ ବର୍ତ୍ତମାନ ମୁଁ ଆପଣମାନଙ୍କୁ 20 ସେକେଣ୍ଡ ପାଇଁ ଗୋଟେ ଅନୁରୋଧ କରିବି ଯେହେତୁ ଏଟା ନିଜସ୍ୱ ତ ଆପଣମାନଙ୍କୁ ଗୋଟେ ମୁଁ ଅନୁରୋଧ କରୁଛି ଯେ ଗୋଟିଏ ଛୋଟିଆ ଏକ୍ସହେଲେସନ ଇନହେଲେସନ କରିବା ଓନ୍ଲି ଫର 20 ସେକେଣ୍ଡସ ତାପରେ ଆମେ ଡିସ୍କସନ ଷ୍ଟାର୍ଟ କରିବା। ଏଇ ଯୋଉ ଇନହେଲେସନ ଏକ୍ସହେଲେସନ କରିବା ଏହାର ଆଜିର ଟପିକ ସହିତ ବହୁତ ଗୁରୁତ୍ୱ ବହନ କରୁଛି। ତ ଆପଣମାନଙ୍କୁ ଅନୁରୋଧ କରୁଛି ମୁଁ ଯେତେବେଳେ ଡିକ୍ଟେସନ କରିବି ଯେ ଇନହେଲ ଆପଣ କମ୍ପ୍ଲିଟଲି ଧୀରେ ଧୀରେ ଇନହେଲ କରିବେ ଆଉ ଏକ୍ସହେଲ କଲେ ଆପଣ ସମସ୍ତ ଯାହା ଭିତରେ ଅଛି ପବନକୁ କାଢିକି ବାହାର କରିବେ। ବାହାର କରି ସାରିଲା ପରେ ମାନେ ବାହ୍ୟ କୁମ୍ଭ ରଖିବେ ଭିତରେ ପବନ ନଥିବ ଆଉ ନାକକୁ ପିଞ୍ଚିଂ କରିବେ ଚିପୁଡି ଧରିବେ। ମୁଁ 20 ସେକେଣ୍ଡ ଯାଏ କାଉଣ୍ଟ କରିବେ ତାପରେ ଆମେ ପୁଣି ଆଗକୁ
ଯିବା। ଆଜିର ଟପିକ ସହିତ ଏହାର ରେଲିଭାନ୍ସ ରହିଛି। ଆପଣ ମାନଙ୍କୁ ମୁଁ ଚାହୁଁଛି ଯେ ଗଛର ଆବଶ୍ୟକତା ଉପରେ ମୁଁ ଟିକେ ଫିଲ୍ କରିବା ପାଇଁ। ଆପଣ ସମସ୍ତେ ରେଡି ହେଇଯାଆନ୍ତୁ ଦୟାକରି। ଇନହେଲ, ସମସ୍ତେ ଇନହେଲ କରନ୍ତୁ ଡିପଲି। ଏକ୍ସହେଲ, କମ୍ପ୍ଲିଟଲି ଏକ୍ସହେଲ କରନ୍ତୁ। କମ୍ପ୍ଲିଟଲି ଏକ୍ସହେଲ କରିଦିଅନ୍ତୁ ଏବଂ କିଛି ସମୟ ପାଇଁ ନାକକୁ ପିଞ୍ଚିଂ କରନ୍ତୁ, ବାହ୍ୟ କୁମ୍ଭ ଲଗାନ୍ତୁ। ମୁଁ 20 ଯାଏ କାଉଣ୍ଟ କରୁଛି। 1 2 3 4 5 6 7 8 9 10 11 12 13 14 15 16 17 18 19 20 ରିଲାକ୍ସ। କେହି ଜଣ ମତେ ଟିକେ ଆପଣଙ୍କ ଏକ୍ସପିରିଏନ୍ସ ଟିକେ ସେୟାର କରିବେ କି 20 ଯାଏ କେମିତି ଲାଗୁଥିଲା ଯେ ଧରିଥିଲେ? ଦୟାକରି ଟିକେ ନିଜ ଏକ୍ସପିରିଏନ୍ସ ଟିକେ କୁହନ୍ତୁ। 7 ପାଖରୁ ମୁଁ ଛାଡିଦେଲି। ସାର୍ 7 ପାଖରୁ ମୁଁ ଛାଡିଦେଲି। କାହିଁକି ଛାଡ଼ିଦେଲେ ସାର୍? ନିଶ୍ୱାସ ନିଶ୍ୱାସ ପଡିଲା। ପାଇବେନି। ହଁ, ଜଷ୍ଟ ମାନେ ଏଠି କଥା ହେଲା ଯେ ମୁଁ 20 ସେକେଣ୍ଡ ଯାଏ କାଉଣ୍ଟ କରୁଥିଲି, କିନ୍ତୁ ଆମେ ମାନେ ଦେଖନ୍ତୁ ଟିକେ ଅନୁଭବ କରନ୍ତୁ ଯେ କିଛି ଗୋଟେ ଜିନିଷର ଅଭାବ ବିନା ଆମେ 20 ସେକେଣ୍ଡ ମଧ୍ୟ ରହିପାରୁନାହୁଁ। ଏହାକୁ ଟିକେ ଡିପଲି ଚିନ୍ତା କରନ୍ତୁ, ଭାବନ୍ତୁ ଯେ କଣର ଅଭାବରେ ମୁଁ 20 ସେକେଣ୍ଡ ଯାଏ ଯାଇପାରେ ନାହିଁ, ବା ଯୋଉମାନେ ବି 20 ସେକେଣ୍ଡ ଯାଇଛନ୍ତି କେତେ ସଫୋକେସନ ଫିଲ୍ କରିଛନ୍ତି ଏବଂ ତାପରେ ଧଇଁ ସଇଁ ହେଇଛନ୍ତି। ଏମିତି ହେଇଛି ତ ସାର୍? ହଁ ସାର୍, ହଁ। ତା ହଁ ପୂର୍ବରୁ ବି ହେଇଛି। ହଁ ହେଇଛି। ତ ଦେଖନ୍ତୁ ଆମେ ଏଇ 20 ସେକେଣ୍ଡର ଜଣକର ଅଭାବରେ ବା ଗୋଟିଏ ଜିନିଷର ଅଭାବରେ 20 ସେକେଣ୍ଡ, ଓନ୍ଲି ଫର 20 ସେକେଣ୍ଡ, ଆମେ ତ 80 90 100 ବର୍ଷ ବଞ୍ଚୁଛୁ, 20 ସେକେଣ୍ଡ ମ୍ୟାକ୍ସିମମ୍ ଯାଇପାରୁନାହୁଁ। ତ କଥା ହେଲା ଯେ ଆଜି ଯଦି କୌଣସି ଶିକ୍ଷିତ ଛୁଆ ମାନଙ୍କୁ ବା ଆମ ମାନଙ୍କୁ ପଚରାଯାଏ ଯେ ସବୁଠାରୁ ବଡ କିଏ, ସେ ଯକ୍ଷ ପ୍ରଶ୍ନୋତ୍ତରୀ ଯେ ନାଇଁ ସବୁଠାରୁ ବଡ ଜୀବନରେ ଯଦି ପିତା କିମ୍ବା ମାତା କୁହନ୍ତି, ତାହେଲେ ଏଠି ଆମେ ଅନୁଭବ କରିବା ଯେ ମୁଁ ଯୋଉ କହୁଥିଲି ଯେ ସବୁଠାରୁ ବଡ ସ୍ୱର୍ଗ ଠାରୁ ମଧ୍ୟ ଏବଂ ପୃଥିବୀ ଠାରୁ ମଧ୍ୟ ବୃକ୍ଷ, ଯିଏକି ଜେନେରେଟର ଅଫ ଅକ୍ସିଜେନ, ଆମକୁ ପ୍ରତି ମୁହୂର୍ତ୍ତରେ ଏତେଟି ଅକ୍ସିଜେନ ସପ୍ଲାଏ କରୁଛି। ମୁଁ ତ ଯୋଉ କହିବି ସିଏ ହିଁ ବଡ, ଏବଂ ଭାବୁଛି ଆପଣ ମାନେ ଏଥିରେ ସହମତ ହେବେ। କାରଣ ଏଇ ଆମେ ଦେଖିବା ଯେ ନିଜର ମା ବାପା ନହେଲେ ମଧ୍ୟ ଆମେ କିଛି ସମୟ, କିଛି ଦିନ, କିଛି ମାସ କୌଣସି ଜାଗାରେ ରହି ଯାଇପାରିବା। ଯେମିତି ହଷ୍ଟେଲରେ ଆଜିକାଲି ଛାତ୍ରଛାତ୍ରୀ ମାନେ ରହୁଛନ୍ତି, କିମ୍ବା ଆମେ ମାନେ ଚାକିରି କଲା ସମୟରେ ଯେମିତି ଆମେ ନିଜ ଗାଁ ଛାଡି ମା ବାପାଙ୍କୁ ଛାଡି ସହରରେ ଆସିକି ରହିପାରୁଛୁ। କିମ୍ବା ଏମିତି ଚିନ୍ତା କରିବା, ଗୋଟେ ଛୁଆଟେ ଯଦି ଅନାଥ ହିସାବରେ ଜନ୍ମ ହଉଛି, ତା ମାଟା ଛାଡିକି ତାକୁ ଚାଲି ଯାଉଛି, ତାର ଦେଖାରେଖା ପାଇଁ କେହି ନାହାନ୍ତି ଏବଂ ସେ ଅନାଥାଶ୍ରମରେ ବଢୁଛି। ତ ତାକୁ ଯଦି ସେ ମଧ୍ୟ କେମିତି ବଢି ପାରୁଛି, ସେ ବି ବଢୁଛି, ମଣିଷଟିଏ ହେଉଛି, କିନ୍ତୁ ତା ପାଖରେ ତାର ମା ବାପା ମଧ୍ୟ ନାହାନ୍ତି। ଆମର ଅତ୍ୟନ୍ତ ଅମୂଲ୍ୟ ସମ୍ପଦ ଆମର ମା ବାପା ନାହାନ୍ତି, କିନ୍ତୁ ସେ ବଢି ପାରୁଛି। କିନ୍ତୁ ଏଇ 20 ସେକେଣ୍ଡ ଅକ୍ସିଜେନ ତାକୁ ମଧ୍ୟ ଦିଆନଯିବ, ବା ଯାହା ପାଖରେ ମା ବାପା ଅଛନ୍ତି ତାକୁ ମଧ୍ୟ 30 ସେକେଣ୍ଡ କିମ୍ବା 1 ମିନିଟ ପାଇଁ ଅକ୍ସିଜେନ ସପ୍ଲାଏଟା ବନ୍ଦ କରି ଦିଆଯିବ, ତାହେଲେ ସେ ମା ବାପାକୁ ମନେ ପକେଇବ ନାହିଁ, ପ୍ରଥମେ ଏ ବୃକ୍ଷ ଯିଏ ଅକ୍ସିଜେନ ଦଉଛି ତାକୁ ହିଁ ମନେ ପକେଇବ। ତ ଏଇ ଦୃଷ୍ଟିରୁ ଯୋଉ ମୁଁ ଆଜି ଯକ୍ଷ ପ୍ରଶ୍ନୋତ୍ତରୀ ମାଧ୍ୟମରେ କହୁଥିଲି ଯେ କଲି ଯୁଗରେ ବା ବର୍ତ୍ତମାନ ସମୟରେ ଯେତେବେଳେ ପରିବେଶ ଅବକ୍ଷୟ, ଏହି ସମୟରେ ନିଶ୍ଚୟ ଆମ ମାନଙ୍କ ସମସ୍ତଙ୍କ ଉତ୍ତର ରହିବ ପ୍ରକୃତ ପକ୍ଷେ ଏଇ ବୃକ୍ଷ ଦଉଥିବା ଅକ୍ସିଜେନ ବା ଯାହାଠାରୁ ଅକ୍ସିଜେନ ଆସୁଛି, ଏ ବୃକ୍ଷ ମାନେ ହିଁ ସବୁଠାରୁ ବଡ ଆମର ଅମୂଲ୍ୟ ସମ୍ପଦ। ଆଉ ଏହି ହିସାବରେ ଆମେ ନିଶ୍ଚୟ ଆମର ଉତ୍ତରଟା ରଖିବା। ଆଉ ଏଇ ଦୃଷ୍ଟିରୁ ଦେଖିଲେ ଯେ ଆମେ ଜାଣିପାରିବା ଯେ ପ୍ରକୃତ ପକ୍ଷେ ବୃକ୍ଷର କେତେ ଆମ ପ୍ରତି ଅବଦାନ ରହୁଛି। ମା ବାପା ନହେଲେ ବା ନିଜର ସନ୍ତାନ ସନ୍ତତି ନହେଲେ ମଧ୍ୟ ଆମେ କିଛି ସମୟ ରହିଯାଇ ପାରିବା, ଯେମିତି ଅନାଥା ଛୁଆଟେ ଜୀବନ ସାରା ରହିଯାଇ ପାରୁଛି, କିନ୍ତୁ ବୃକ୍ଷର 20 ସେକେଣ୍ଡ ବା 30 ସେକେଣ୍ଡ ବା 1 ମିନିଟ
ଅକ୍ସିଜେନ ସପ୍ଲାଏ ଅଭାବରେ ଆମର ଜୀବନ ରହିବ ନାହିଁ। ତ ବୃକ୍ଷର ପ୍ରତିଟି ସମୟରେ ଆମର ଜୀବନ ପ୍ରତି କେତେ ଯେ ଅମୂଲ୍ୟ ଅବଦାନ ରହୁଛି, ଯୋଉଟା କି ଗତକାଲି ଆମର ଜୟକୃଷ୍ଣ ସାର୍, ଡକ୍ଟର ଜୟକୃଷ୍ଣ ସାର୍ ବି କହୁଥିଲେ ଯେ ଗୋଟିଏ ବୃକ୍ଷଟିଏ 1980 ମସିହାର କାଲକୁଲେସନ ଅନୁସାରେ ତାର 50 ବର୍ଷ ଲାଇଫ ମଧ୍ୟରେ 2.5 ଲକ୍ଷ ଟଙ୍କାର, ବର୍ତ୍ତମାନ ଯଦି ଦେଖିବା ମାନେ ଆମର କାଲକୁଲେସନ ଯଦି କରିବା ସେଇ ହିସାବରେ କମ୍ପାଉଣ୍ଡିଂ ତ 2.5 କୋଟିରୁ ଅଧିକ ହେବ। 80 ରୁ ବର୍ତ୍ତମାନ ଦେଖିଲେ 2.5 କୋଟିରୁ ଅଧିକ ହେବ। ତ ଏଠି କଥା ହେଲା ଯେ ଆପଣ ଆଜି ଯଦି ଅଫିସରୁ ଫେରୁଛନ୍ତି ବା କାର୍ଯ୍ୟାଳୟରୁ ଫେରୁଛନ୍ତି ବା ନିଜ କାମରୁ ଫେରୁଛନ୍ତି ଏବଂ ରାସ୍ତାରେ ଗୋଟେ ବ୍ୟାଗଟେ ପାଇଲେ, ଦେଖିଲେ ଯେ 1 ଲକ୍ଷ ଟଙ୍କା ଅଛି, ଆପଣ ଘରକୁ ନେଇ ଆସିଲେ। ଘରକୁ ନେଇ ଆସିଲେ, ଘରକୁ ପହଞ୍ଚିଛନ୍ତି ଏବଂ ଏଇ ସମୟରେ ମୁଁ ଆପଣଙ୍କ ପଛେ ପଛେ ଆସି ପହଞ୍ଚିଛି। ପଇସାଟା ମୋର ନୁହେଁ, କିନ୍ତୁ ମୁଁ ଦେଖିଛି ଏବଂ ଆପଣ ମୋର ଚିହ୍ନା ପରିଚୟ ଲୋକ ବୋଲି ଆପଣଙ୍କ ଘରକୁ ମୁଁ ଆସିଛି। ତ ଏଇ ସମୟରେ ଆପଣଙ୍କୁ ଏବେ ଯୋଉ ମୁଁ ପ୍ରାଣାୟାମଟା କରେଇଲି ବାହ୍ୟ କୁମ୍ଭକ, এই କୁମ୍ଭକଟା କରିବା ପାଇଁ କହିବି ଏବଂ 20 ସେକେଣ୍ଡ ପରେ ମୁଁ ଆପଣଙ୍କ ନାକ ମୁହଁକୁ ଚାପି ଧରିବି। ଚାପି ଧରିଲେ କଣ ହେବ, ଆପଣ ଛଟପଟ କରିବେ ଏବଂ ମୁଁ ଡିମାଣ୍ଡ କରିବି ରାସ୍ତାରେ ଯୋଉ 1 ଲକ୍ଷ ଟଙ୍କା ପାଇଛନ୍ତି ତାହା ମତେ ନଦେଲେ ମୁଁ ଏଇ ନାକ କିମ୍ବା ମୁହଁକୁ ଛାଡ଼ିବେ ନାହିଁ। କେହି ଜଣେ କହିବେ ଆପଣ ମାନେ କଣ କରିବେ? ଦୟାକରି ଜଣେ କୁହନ୍ତୁ। ମତେ 1 ଲକ୍ଷ ଟଙ୍କା ଦେବେ ନା ନାକ ସେମିତି ଛଟପଟ ହେଇକି ରହିବେ? नहीं निश्चय रिटर्न कर देगा। ହଁ, ଧନ୍ୟବାଦ ଧନ୍ୟବାଦ। ତ କଥା ହେଲା ଯେ ଆପଣ ଫିଲ୍ କରନ୍ତୁ ଯେ ଯଦି 20 ସେକେଣ୍ଡ ଅକ୍ସିଜେନ ପରେ ପରେ ଆପଣ କିଛିଟା ମାତ୍ରାରେ ଅକ୍ସିଜେନ ପାଇବା ପାଇଁ ଯଦି ମତେ 1 କୋଟି ଦେବାକୁ ରାଜି ଅଛନ୍ତି ବା 1 ଲକ୍ଷ ଦେବାକୁ ରାଜି ଅଛନ୍ତି କିଛି ସମୟ ପାଇଁ, ଆମେ ଏଟା ଆମର କଥା ଗଲା। ଆମେ ଯଦି ମୁକେଶ ଅମ୍ବାନୀ, ଏସିଆର ଧନୀ ବ୍ୟକ୍ତି ସବୁଠାରୁ ମୁକେଶ ଅମ୍ବାନୀ, ଯାହାଙ୍କର କି ତାଙ୍କର ଆକଳନ ହିସାବରେ 4000 କୋଟିରେ ମୁମ୍ବାଇରେ ଆଣ୍ଟାଲିଆ ଅଛି, ଯାହାକି ଅନଅଫିସିଆଲ ଆହୁରି ବି ଅଧିକ ହେଇପାରେ। ତ ମୁକେଶ ଅମ୍ବାନୀ ଯିଏକି ଏସିଆର ଧନୀ ବ୍ୟକ୍ତି, ତାଙ୍କୁ ଯଦି ଏ ବୃକ୍ଷ ସମୂହ କହିପାରୁଥାନ୍ତେ ଯେ ହେ ମୁକେଶ ବାବୁ, ତୁମେ ଯଦି ତୁମର ଯେତେ ସବୁ ଆଣ୍ଟାଲିଆ ଘର ଦ୍ୱାର, ବ୍ୟାଙ୍କ ବାଲାନ୍ସ, ଇଣ୍ଡଷ୍ଟ୍ରି, ଫ୍ୟାକ୍ଟ୍ରି, ଯାହା ସବୁ ମାର୍କେଟରେ ଇନଭେଷ୍ଟମେଣ୍ଟ, ପେଟ୍ରୋଲ ପମ୍ପ ଯାହା ଯାହା ଅଛି ସବୁ ଗୁଡାକ ଆମ ନାଁରେ ୱିଲ୍ କରି ନଦେବ, ତାହେଲେ 2 ମିନିଟ ପାଇଁ ତୁମର ଘରକୁ ବା ତୁମର ପରିବାରକୁ ଆମେ ଅକ୍ସିଜେନ ସପ୍ଲାଏ ବନ୍ଦ କରିବୁ। ଏଠି ମୁକେଶ ଅମ୍ବାନୀ କଣ କରିବେ ଟିକେ କହିଲେ? ହଁ କରିବେ। ମୁକେଶ ଅମ୍ବାନୀ କଣ କରିବେ? ସେ ଅକ୍ସିଜେନ ସପ୍ଲାଏ ବିନା ତାଙ୍କ ଘରକୁ ଛାଡିଦେବେ ନା ସବୁ ଦେଇଦେବେ ବରଂ ଅକ୍ସିଜେନ ଆସୁ ବୋଲି କହିବେ? କହିବେ ଅକ୍ସିଜେନ ଆସୁ, ସବୁ ଛାଡି। ହଁ, ମାନେ ଧନ୍ୟବାଦ ସାର୍। ତ ଦେଖନ୍ତୁ ଏଠି ଯଦି ଏସିଆର ଧନୀ ବ୍ୟକ୍ତି 2 ମିନିଟ ଅକ୍ସିଜେନ ପାଇଁ ସେ ଯଦି ନିଜର ସର୍ବସ୍ୱ ତ୍ୟାଗ କରିବାକୁ ରାଜି ହେଇଯାଉଛି, କାରଣ ସେ ଜାଣୁଛି ଯେ ଆଜି ମୋ ଧନ ସମ୍ପଦ ଗଲେ ମଧ୍ୟ ଯଦି ପରିବାର ଥିବ, ମତେ ତ ଲୋକ ଜାଣିଛନ୍ତି, ରାଜନେତା ଜାଣିଛନ୍ତି, ବ୍ୟାଙ୍କ ଜାଣିଛି, କାଲି ଯଦି ମତେ ପୁଣି ଋଣ ଦେବ ତ ପୁଣି ମୋ ସାମ୍ରାଜ୍ୟ ଠିଆ କରିପାରିବି। ମାନେ 2 ମିନିଟ ଅକ୍ସିଜେନ ପାଇଁ ଦେଖନ୍ତୁ ଏସିଆର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ତାଙ୍କର ସର୍ବସ୍ୱ ତ୍ୟାଗ କରିବାକୁ ରାଜି ହେଉଛନ୍ତି। ମାନେ 2 ମିନିଟ ଅକ୍ସିଜେନ ଜାଗାରେ ମୁକେଶ ଅମ୍ବାନୀ ତାଙ୍କ ଶହ ଶହ କୋଟି ଟଙ୍କା ଦେବାକୁ ରାଜି ଅଛନ୍ତି। ଆମେ 20 ବା 25 ସେକେଣ୍ଡ ଅଧିକ ଅମ୍ଳଜାନ ପାଇଁ ବା ଅକ୍ସିଜେନ ପାଇଁ ଆମେ 1 ଲକ୍ଷ ଟଙ୍କା ଯୋଉ ରାସ୍ତାରେ ପାଇଥିଲା ଦେବାକୁ ରାଜି ଅଛୁ। ତ ଏଇ ହିସାବରେ ଯଦି ଜଣେ ମଣିଷ ଯଦି 80 ବର୍ଷ ବି ବଞ୍ଚୁଛି ତ ଜୀବନ ସାରା ଦେଖନ୍ତୁ 20 ସେକେଣ୍ଡ କଣ, 20 ମିନିଟ କଣ, 20 ଘଣ୍ଟା କଣ, 20 ଦିନ କଣ, 20 ମାସ କଣ, 20 ବର୍ଷ କଣ, 80 ବର୍ଷ ପୁଣି ସବୁବେଳେ 24 ଆୱାର୍ସ ସବୁବେଳେ ଅକ୍ସିଜେନ ନଉଛି। ମାନେ ଭାବି ଦେଖନ୍ତୁ ଯେ ଏଇ ବୃକ୍ଷ ଯଦି ଅକ୍ସିଜେନ ଦଉନଥାନ୍ତେ ବୋଲେ ଆମର ଅବସ୍ଥା କଣ ହୋଇଥାନ୍ତା। ଏବଂ ଯକ୍ଷର ଯୋଉ ପ୍ରଶ୍ନୋତ୍ତରୀ ଥାନ୍ତା ଯେ କିମାଶ୍ଚର୍ଯ୍ୟ, ତ ମଣିଷ ସାମ୍ନାରେ ଦେଖୁଛି ପରିବେଶ ବା ବୃକ୍ଷ ଧ୍ୱଂସ ହେଇ ଚାଲିଛି, କିନ୍ତୁ ମଣିଷ ତାକୁ ଦେଖିକିନା ମଧ୍ୟ କିଛି କରୁନାହିଁ, ହୃଦୟଙ୍ଗମ କରୁଛି, ଷ୍ଟେପ ନଉନାହିଁ। ତ ଏଇଟା ନିଶ୍ଚୟ ଗୋଟେ କିମାଶ୍ଚର୍ଯ୍ୟ ହୋଇଥାନ୍ତା ଏବଂ ପିତାମାତା ଠାରୁ ନିଶ୍ଚୟ ବୃକ୍ଷଟା ବଢ, କାରଣ ଏ ବୃକ୍ଷ ନଥିଲେ ଅକ୍ସିଜେନ ନଥାନ୍ତା ଏବଂ ଅକ୍ସିଜେନ ନଥିଲେ ଆମର ପିତାମାତା ନଥାନ୍ତେ, ଆମର ପିତାମାତା ନଥିଲେ ଆମେ ନଥାନ୍ତା। ଏଇଟାକୁ ମଧ୍ୟ ଟିକେ ଆମେ ଚିନ୍ତା କରିବା କଥା ଯେ ଆମର ବୃକ୍ଷର କେତେ ଆମର ଅମୂଲ୍ୟ ଦାନ ରହୁଛି। ତାପରେ ଦେଖନ୍ତୁ ଏବେ ଯଦି ଆମେ କୌଣସି ଜାଗାରେ ଆମେ ବସିଥିବା, ଗପସପ କରୁଥିବା, ଅଫିସ କାର୍ଯ୍ୟକ୍ରମ କରୁଥିବା କି ଗେଷ୍ଟ ଆସିଥିବେ ଯାଇଥିବେ, ଯଦି କାହା ସାମ୍ନାରେ ଆମେ ଯଦି ଛେପଟିଏ ପକେଇଦେବା କି ମଇଳା ଜିନିଷ ପକେଇବା,
ସେଠୁ ଅନ୍ୟମାନେ ଉଠିକି ପଳେଇ ଯିବେ, ଯିବେ କି ନାହିଁ? ହଁ, ନିଶ୍ଚୟ ପଳେଇ ଯିବେ, କାରଣ ମଇଳା ବା ଆବର୍ଜନା ଜିନିଷ କେହି ନିଜ ସାମ୍ନାରେ ଚାହୁଁନାହାନ୍ତି। ଆମେ ମାନେ ଯଦି ନୀତିଦିନିଆ ଦେଖିବା, ମୁଁ ତ ସମ୍ବଲପୁରରେ ରହୁଛି, ତ ଏଇଠି ବି କଣ ହଉଛି, ଦିନଟିଏ ଯଦି ବି ଗାର୍ବେଜ କଲେକ୍ସନ ପାଇଁ ମ୍ୟୁନିସିପାଲିଟି ଗାଡି ନ ଆସୁଛି, ତାହେଲେ ଘରେ ଚିନ୍ତାର କାରଣ ହେଇଯାଉଛି। ପାଖ ପଡୋଶୀ ଜଣେ ପ୍ରଫେସର ରିଟାୟାର୍ଡ ଅଛନ୍ତି, ସେ ମତେ ଫୋନ କରି ପ୍ରଧାନ ବାବୁ କମ୍ପ୍ଲେନ କରିବା କି, ମାନେ ଏଇ ଅବସ୍ଥା ହେଇଯାଉଛି ଯଦି ଘରେ ଟିକେ ଗାର୍ବେଜ ରହିଯାଉଛି। କିନ୍ତୁ ଭାବି ଦେଖନ୍ତୁ, ଯୋଉ ଅକ୍ସିଜେନ ଆମେ ନଉଛୁ, ଯୋଉ ଅକ୍ସିଜେନ ଗ୍ରହଣ କରୁଛୁ ଜୀବନ ରୂପକ, ସେଇ ଅକ୍ସିଜେନ ମାନେ ସେଲ ଗ୍ରହଣ କଲା ପରେ ଯୋଉ କାର୍ବନ ଡାଇଅକ୍ସାଇଡ ଟା ବାହାରୁଛି, ଯୋଉ ମାନେ ଆମର ଯୋଉ କାର୍ବନ ଡାଇଅକ୍ସାଇଡ ଟା ବାହାରୁଛି, ସେ କାର୍ବନ ଡାଇଅକ୍ସାଇଡ ରେ କିଛି ଅନ୍ୟ କିଛି ନୁହେଁ, ଏଟା ବିଷାକ୍ତ ଗ୍ୟାସ ବା ଟକ୍ସିନ ଗୁଡାକ। ସେଇ ଟକ୍ସିନ ଆମେ ଛାଡୁଛୁ, ଆମେ ଛେପ କି ଗୋଟେ ପକେଇଦେଲେ ଉଠିକି ପଳେଇ ଯାଉଛୁ, ବା ଥରେ ଦିନଟି ମ୍ୟୁନିସିପାଲିଟି ଗାଡି ନ ଆସିଲେ ଆମ ଘରର ଅବସ୍ଥା ଶୋଚନୀୟ ହେଇଯାଉଛି। ତ ଏଠି ଆମେ ହିସାବ କରିବା କଥା, ବୃକ୍ଷ କଥା ଦେଖନ୍ତୁ, ଏ ବୃକ୍ଷ କେତେ ତା ମାନେ ଆମ ପାଇଁ ଉପକାରୀ, କେତେ ଆବଶ୍ୟକ, ଯେ ଆମ ଦେହରୁ ପ୍ରତି ସମୟରେ ବାହାରୁଥିବା କାର୍ବନ ଡାଇଅକ୍ସାଇଡ କୁ ଖୁସିରେ ଗ୍ରହଣ କରୁଛି, ତା ପ୍ରତିବଦଳରେ ଅମୂଲ୍ୟ, ଯୋଉଟା ଆମେ ଏବେ ଡିସ୍କସନ କରି ସାରିଥିଲା, 1,00,000 ଟଙ୍କା ଆମ ପାଇଁ ହଉ କି ମୁକେଶ ଅମ୍ବାନୀ ପାଇଁ ସାରା ସମ୍ପତ୍ତି ହଉ, ସେତେ ପରିମାଣରେ ପ୍ରତି ସମୟରେ ସେ ଅକ୍ସିଜେନ ଦଉଛି। ଆମର ଟକ୍ସିନ ଜିନିଷ ନାହିଁ, ଦୁନିଆରେ ଏମିତି କେହି ନାହାନ୍ତି, ଆମର ନିଜର କେହି ନାହାନ୍ତି ଯିଏକି ଆମର ବାରମ୍ବାର ମଇଳାକୁ ଗ୍ରହଣ କରିବେ, ନିଜ ଘର ଲୋକ ବି ନୁହେଁ, ବାରମ୍ବାର ଆମର ମଇଳାକୁ ଗ୍ରହଣ କରୁଥିବେ, ତା ପ୍ରତିବଦଳରେ ଆମର ମଙ୍ଗଳ ଚିନ୍ତା କରୁଥିବେ, ଆମକୁ ଜୀବନ ଦଉଥିବେ। ତ ବୃକ୍ଷଟା ହଉଛି ଅତି ସହନଶୀଳ, ଅତି ଦୟାଶୀଳ। ତ ବୃକ୍ଷ ଦୈବୀ ଗୁଣ ଯୁକ୍ତ ହେଇଥିବା ଯୋଗୁଁ ସେ ଆମର ଖରାପ ଜିନିଷ ଗ୍ରହଣ କଲେ ମଧ୍ୟ ସବୁବେଳେ ସେ ସହନଶୀଳ ହେଇ ରହୁଛି। ଯୋଉ ବ୍ୟକ୍ତିଟି ବୃକ୍ଷକୁ ହାଣୁଛି, ସେଇ ବ୍ୟକ୍ତି ହାଲିଆ ହେଇଗଲେ ସେ ବୃକ୍ଷ ତଳେ ହିଁ ଆଶ୍ରୟ ନଉଛି, ସେଇ ବୃକ୍ଷ ହିଁ ତାକୁ ଫଳ ଦଉଛି, ତା ପରିବାରକୁ ପୋଷୁଛି। ତ ବୃକ୍ଷଟା ନିହାତି ରହିବା କଥା। ବୃକ୍ଷ ନ ରହିଲେ ଯେ ମଣିଷ କେତେ ଯେ ଅସୁବିଧା ହଉଛି, ଏହା ଆମେ ଉପଲବ୍ଧି କରିପାରୁଛୁ। ଯେତେବେଳେ ଆମେ ଘରୁ କୌଣସି ଜାଗାକୁ, ନୂଆ ଜାଗାକୁ ବାହାରୁଛୁ, ଯଦି ରାସ୍ତାରେ ଆମର କୌଣସି ଜାଗାରେ କିଛି ଆମର ଟିକେ ରହିବାକୁ ପଡୁଛି, କିଛି ବିଶ୍ରାମ ଦରକାର ପଡୁଛି, ଆମର ଆଶ୍ରୟ ବୃକ୍ଷ ହିଁ ଅଟେ। କାରଣ ସେଠି ଅଚିହ୍ନା ଲୋକ ଥିବେ, କାହା ଘରକୁ ଯାଇପାରିବା ନାହିଁ, ଆମେ ବୃକ୍ଷକୁ ହିଁ ଖୋଜୁଛୁ। ତ ମଣିଷକୁ, ତାପରେ ମଣିଷ ଯୋଉ ଅକ୍ସିଜେନ ତ ନଉଛି ନିଜର ଜୀବନ ଧାରଣ ପାଇଁ, ତା ସମୟରେ ଖାଦ୍ୟ ମଧ୍ୟ ଦରକାର। ପ୍ରତି ସମୟରେ, ପ୍ରତି 2 ଘଣ୍ଟା 3 ଘଣ୍ଟାରେ ମଣିଷକୁ ବଞ୍ଚିବା ପାଇଁ ଖାଦ୍ୟ ମଧ୍ୟ ଦରକାର। ତ ଆମେ ପ୍ରତି ସମୟରେ ଯାହା ବି ଖାଉଛୁ, ମୁଢି ଖାଉ, ଭୁଜିଆ ଖାଉ, ମିକ୍ସଚର ଖାଉ, ସେଓ ଖାଉ, ଫଳ ଖାଉ, କି ଯାହା ବି ଖାଉଛୁ, ସବୁ ଗୁଡାକ ଡାଇରେକ୍ଟଲି ହଉ କିମ୍ବା ଇନଡାଇରେକ୍ଟ ସେଇ ପ୍ରକୃତିର ଅବଦାନ। ସବୁ ଗୁଡାକ ସେ ବେସନ ଥିବା ସେ ଚଣା ବୃକ୍ଷର ହଉ, ଅଟା ଥିବା ଗହମ ବୃକ୍ଷରେ ହଉ, ଚାଉଳ ଥିବା ଧାନ ଗଛ ଲଟାରୁ ହଉ, କିମ୍ବା ଫଳ ଗୁଡାକ ଯାହା ସବୁ ଗଛରୁ ହଉଛି, ସେଇ ଗଛରୁ ହିଁ ଆସୁଛି। ମାନେ ଆମେ ଯାହା ଖାଉଛୁ ବଞ୍ଚିବା ପାଇଁ, ସବୁ ସେ ବୃକ୍ଷ ହିଁ ଦଉଛି। ପ୍ଲସ ପ୍ରତି ସମୟରେ ଆମେ ଯାହାର ଅଭାବରେ ଆମର ଜୀବନ ରହିବ ନାହିଁ, ସେଇଟା ସେ ବୃକ୍ଷରୁ ହିଁ ଆସୁଛି। ତ ଏଇ ଅମ୍ଳଜାନ ବିନା ଆମେ କେବେ ହେଲେ ମଧ୍ୟ ଆମର ଜୀବନ କଳ୍ପନା କରିପାରିବା ନାହିଁ। ଦେଖନ୍ତୁ, ଯେତେବେଳେ ଗୋଟେ ନବବିବାହିତ ଦମ୍ପତି ତାଙ୍କର ପ୍ରଥମ ସନ୍ତାନ ଗର୍ଭରେ ରହୁଛି, ଆଜିକାଲି ଡକ୍ଟରଙ୍କ ପାଖକୁ ଯାଉଛନ୍ତି, OND ଗାଇନୋକୋଲୋଜିଷ୍ଟ ପାଖକୁ ଯାଉଛନ୍ତି, ଗୋଟେ ମେସିନ ଡକ୍ଟର ପକଉଛନ୍ତି, ଏବଂ ଯଦି ଡକ୍ଟରକୁ ପଚାରିବା, ସେ ଉତ୍ତର ଦଉଛନ୍ତି ଯେ ଫେଟସର ହାର୍ଟବିଟ୍ ମପା ହଉଛି। ହାର୍ଟବିଟ୍ ମପା ହଉଛି ଅର୍ଥ କଣ, ସେ ଅକ୍ସିଜେନ ନଉଛି କି ନଉନାହିଁ। ଯଦି ଠିକ ଠାକ ନଉଛି ଆଣୁଛି, ତ ଡକ୍ଟର ପରାମର୍ଶ ଦଉଛନ୍ତି, ଇଟ୍ ଇଜ ଓକେ, ୟୁ କ୍ୟାନ କଣ୍ଟିନ୍ୟୁ ୱିଥ ଇଟ୍। ତାପରେ କିଛି ମାସ ଗଲା ପରେ, 9-10 ମାସ ପରେ, ସେ ପୁଣି ବଡ ହେଇକି ସନ୍ତାନ ରୂପରେ ଜନ୍ମଗ୍ରହଣ କରୁଛି ସେଇ ହସ୍ପିଟାଲ କିମ୍ବା ନର୍ସିଂ ହୋମରେ। କିନ୍ତୁ ଜନ୍ମଗ୍ରହଣ କଲା ସାଙ୍ଗେ ସାଙ୍ଗେ ଆମେ କୁଆଡେ ଫୋନ ଫାନ କରୁନାହୁଁ ବା ମିଠା ବଣ୍ଟନ କରୁନାହୁଁ। ଯେତେବେଳେ ଚାଇଲ୍ଡ ସ୍ପେଶାଲିଷ୍ଟ ଆସୁଛନ୍ତି ଏବଂ ଦେଖୁଛନ୍ତି ଛୁଆ ସବୁଆଡୁ ଠିକ ଅଛି, ତାର ହାର୍ଟବିଟ୍ ଠିକ ଅଛି, ଅକ୍ସିଜେନ ଠିକ ହିସାବରେ ନଉଛି ଆଣୁଛି, କିଛି କଫ ସମସ୍ୟା ନାହିଁ, ଆଉ ତାର ସବୁ ପାର୍ଟସକୁ ଅକ୍ସିଜେନ ଯାଉଛି ଆସୁଛି, ତାପରେ ଆମେ ଖୁସିରେ ଆମେ ସବୁଆଡେ ଫୋନ କରୁଛୁ, ମିଠା ବଣ୍ଟନ କରୁଛୁ। ଏଟା ଜନ୍ମ ସମୟରେ ଦେଖନ୍ତୁ। ତାପରେ ଜୀବନ ସାରା ତ ପ୍ରତ୍ୟେକ 20 ସେକେଣ୍ଡର କେତେ ଅମ୍ଳଜାନ ନଉଛି, ତା ତ ଆପଣଙ୍କ ସାମ୍ନାରେ ମୁଁ ନିଜେ କାଲକୁଲେସନ କରେଇଦେଲି। ମୁକେଶ ଅମ୍ବାନୀଙ୍କ ଅମୂଲ୍ୟ ସମ୍ପତ୍ତି କିମ୍ବା ଆମର ଯାହା କିଛି ଆମ ପରିସୀମା ଭିତରେ ଯାହା ଅଛି ତାହା। ତାପରେ ସେଇ ଛୁଆଟି ଯେତେବେଳେ 70-80-90 ବର୍ଷ ବଞ୍ଚିଲା ପରେ ବୃଦ୍ଧାବସ୍ଥା ହଉଛି, ରୋଗିଣା ହଉଛି, ଖଟରେ ଶଯ୍ୟାଶାୟୀ ହଉଛି, ଏବଂ ସମସ୍ତ ଚେଷ୍ଟା ସତ୍ତ୍ୱେ ଡକ୍ଟରଙ୍କ ମାନେ ଚେଷ୍ଟା ସତ୍ତ୍ୱେ ଯେତେବେଳେ ଆମେ ଘରକୁ ଆଣି ଆସୁଛୁ,
ତ ସେତେବେଳେ ଘରେ ତାଙ୍କୁ ରଖାଯାଉଛି। ଡକ୍ଟର ଯଦି ଶୁଣେଇ ଦେଉଛନ୍ତି ଆଉ ଚେଷ୍ଟା କରି ଲାଭ ନାହିଁ, ଶେଷ ସମୟ ଉପନୀତ। ତ ସେତେବେଳେ ବିଭିନ୍ନ ଲୋକମାନେ ଦେଖି ଆସୁଛନ୍ତି, ଆମର ପରିବାର ପରିଜନ ଶୁଭାକାଂକ୍ଷୀ ମାନେ ଦେଖିବାକୁ ଆସୁଛନ୍ତି ତାଙ୍କୁ। ଆଉ ସେତେବେଳେ ଘରେ ସମସ୍ତେ ଯୋଉମାନେ ଆସୁଛନ୍ତି ଦେଖିବାକୁ ତାଙ୍କୁ ଚା ପାଣି ଟିଫିନ ମିଲ୍ ର ବ୍ୟବସ୍ଥା ମଧ୍ୟ କରୁଛୁ। ଯଦି ନେଚୁରାଲ ଏଜ ହେଇଛି ମନରେ ଏତେ ଆଉ ଦୁଃଖ ନଥାଏ, ଆମେ ଚେଷ୍ଟା ଆମେ କରିଛୁ ବୋଲି କହୁଥାଉ। କିନ୍ତୁ ସେଇ ବ୍ୟକ୍ତି ପାଖରେ କିଛି ଲୋକ ଜମି ରହିଥାନ୍ତି, ତାକୁ ଜଗୁଥାନ୍ତି। ଯେତେବେଳେ ସିରିୟସନେସ ର ଖବର ଆସେ ପୁଣି କିଛି ଲୋକ ଜମି ଯାଆନ୍ତି, କିନ୍ତୁ ହାର୍ଟବିଟ୍ କୁ ଦେଖୁଥାନ୍ତି, ନାକ ପାଖକୁ ହାତ ନଉଥାନ୍ତି, ରନ୍ଧା ବଢା ବି ମଧ୍ୟ ଚାଲିଥାଏ। କିନ୍ତୁ ଯେତେବେଳେ ସେଇ ଅକ୍ସିଜେନ ଟା ବାହାରି ଯାଉଛି ଆଉ ଇନଟେକ୍ କାପାସିଟି ରହୁନାହିଁ, ସେତେବେଳେ ତାଙ୍କୁ ମୃତ୍ୟୁ ଡିକ୍ଲେୟାର କରାହଉଛି। କାନ୍ଦ ବୋବାଲି ଆରମ୍ଭ ହେଇଯାଉଛି, ଘରେ ରନ୍ଧା ବଢା ବନ୍ଦ ହେଇଯାଉଛି। ମାନେ ଭାବନ୍ତୁ ଏଇ ଅକ୍ସିଜେନ ଖେଳ କଣ ଆମ ଜୀବନରେ। ସେ ଛୁଆଟି ଫେଟସ ରୁ ଯୋଉ ଅକ୍ସିଜେନ ଇନଟେକ୍ କରୁଛି ଡକ୍ଟର ଡିକ୍ଲେୟାର କରୁଛନ୍ତି, ଲାଷ୍ଟ ସମୟରେ ମଧ୍ୟ ଯୋଉ ବନ୍ଧୁ ପରିଜନ ଘେରି ରହିଛନ୍ତି ଏବଂ ଦେଖୁଛନ୍ତି ଯେ ଅକ୍ସିଜେନ ବାହାରି ଗଲା ପରେ ଏହାର କିଛି ମୂଲ୍ୟ ନାହିଁ, ଘରୁ ବାହାର କର ତାକୁ ଶୀଘ୍ର ଶ୍ମଶାନକୁ ନିଅ କହୁଛନ୍ତି। ତ ଏଥିରୁ ଭାବନ୍ତୁ ଯେ ଅକ୍ସିଜେନ ର ଆମର ମୂଲ୍ୟ ଆମର ଜୀବନ ପ୍ରତି ତାର ରୋଲ ଟା କଣ ରହୁଛି। ଏବଂ ଏଇ ଅକ୍ସିଜେନ ପୁଣି ଦଉଛି କିଏ? ଏଇ ବୃକ୍ଷ। ଏଇ ବୃକ୍ଷ ହିଁ ଅକ୍ସିଜେନ ଦଉଛି। ତାପରେ ଆମେ ବିଭିନ୍ନ ସମୟରେ ଯେତେବେଳେ ଶୁଭ କାର୍ଯ୍ୟରେ ଘରୁ ସକାଳୁ ଉଠିଲା, ଗାଧୁଆ ପାଧୁଆ କଲା, ପୂଜା ପାଠଟି ଘରେ କଲା, ଘରୁ ବାହାରୁଛୁ ନିଜ ଅଫିସ କାର୍ଯ୍ୟରେ କିମ୍ବା ଶୁଭ କର୍ମରେ, ଏବଂ କେହି ଜଣେ ଯଦି ଭିକାରୀଟେ ଆମ ଘର ସାମ୍ନାକୁ ଆସୁଛି ଏବଂ ଖାଇବାକୁ ମୁଠେ ମାଗୁଛି କିମ୍ବା 10 ଟଙ୍କା ମାଗୁଛି, ଆମେ ସେତେବେଳେ ଆମର ମାଇଣ୍ଡ ସେଟ ତ ସକାଳୁ ଠିକ ଅଛି, ସକାଳେ ଗାଧୁଆ ପାଧୁଆ ସରିଛି, ଟିକେ ପ୍ରାଣାୟାମ କରିଦେଇଛୁ, ଟିକେ ଏକ୍ସରସାଇଜ କରୁଛୁ, ଭଲ ଟିଫିନ ଟେ ଖାଇଛୁ, ଭଲ ଡ୍ରେସ ପିନ୍ଧିକିନା ଚିତା ଚୈତନ ମାଗିକି ଅଫିସକୁ ବାହାରୁଛୁ ବା କାର୍ଯ୍ୟାଳୟକୁ ବାହାରୁଛୁ। ତ ଆମ ମନରେ ଆସୁଛି ଯେ ଆମେ ନିଜର ଗାଡିଟାକୁ ବନ୍ଦ କରିଦଉଛୁ, ଘରକୁ ଡାକୁଛୁ ଯେ କିଛିଟା ତାଙ୍କୁ ଖାଇବାକୁ ଦିଅ। କାରଣ ଏହାର ଉଦ୍ଦେଶ୍ୟ ହଉଛି ଯେ ସେ ଭୋକିଲା ଭିକାରୀକୁ ଯଦି ଆମେ କିଛିଟା ଖାଦ୍ୟ ସଂସ୍ଥାନ ଦେବା, ଆଉ ଏଇ ଧର୍ମ ମାଧ୍ୟମରେ ଆମର ପୁଣ୍ୟ ଅର୍ଜନ ହେବ। ସମସ୍ତ ସୁହୃଦୟ ବ୍ୟକ୍ତି ମାନେ ପୁଣ୍ୟ ଅର୍ଜନ କରିବାକୁ ଚାହାନ୍ତି, କାରଣ ପୁଣ୍ୟ ହେଲେ ସେମାନେ ସ୍ୱର୍ଗ ପ୍ରାପ୍ତି ହେବେ। ଏଇଟା ଗୋଟେ ଇଚ୍ଛା ରହୁଛି। ଯଦିଓ ଗୀତା ଏବଂ ଭାଗବତମ ଅନୁସାରେ ସ୍ୱର୍ଗ ପ୍ରାପ୍ତିଟା ଜୀବନର ଅନ୍ତିମ ଲକ୍ଷ୍ୟ ହେବା କଥା ନୁହେଁ ମଧ୍ୟ, କିନ୍ତୁ ଆମେ ସେ ପୁଣ୍ୟ କର୍ମ ଅର୍ଜନ କରିବା ପାଇଁ ଚାହୁଁଛୁ ଏବଂ ଭିକାରୀକୁ କିଛି ଖାଦ୍ୟ ଦଉଛୁ। ତ କିନ୍ତୁ ଭିକାରୀଟା ପୁଣି 2-3 ଘଣ୍ଟା ଗଲା ପରେ ସେ ପୁଣି ଭୋକରେ ଆଉଟୁ ପାଉଟୁ ହଉଛି ଏବଂ ତାକୁ ପୁଣି କୋଉଠି ଗୋଟେ ଯୋଗାଡ଼ କରିବାକୁ ପଡୁଛି। ଆଉ ଦ୍ୱିତୀୟ ଥର ଆମ ପାଖକୁ ଆସିଲେ ଆମେ ତାକୁ ଇଣ୍ଟରେଷ୍ଟ ଦଉନାହୁଁ ଯେ ତାକୁ କିଛି ଦେବା ବୋଲି। ଏମିତି ହଉଛି ପ୍ରାକ୍ଟିକାଲ ଲାଇଫରେ। କିନ୍ତୁ ଆମେ ଯଦି କିଛି ଚିନ୍ତା କରିବା ଯେ କିଛି ବରଗଛ କିଛି ପିପଲ ଗଛ ଯଦି ଆମେ ଲଗେଇଦେବା ଆଉ ତାକୁ କେୟାର ନେବା ଏବଂ ସେଗୁଡ଼ିକର ସଂସାରରେ ଠିଆ ହେଲେ, ତ ତାଙ୍କୁ ସେ ତ ଯାହା ଛାଇ ଦେବ, ଅକ୍ସିଜେନ ଦେବ, କିନ୍ତୁ ସେଇ ବରଗଛରେ ପିପଲ ଗଛରେ ଫଳ ଆସିଲେ ଭଗବାନଙ୍କ ସୃଷ୍ଟିର ଅନ୍ୟ ଯୋଉ ଜୀବଜନ୍ତୁ ମାନେ ଅଛନ୍ତି, ଚଢେଇ ମାନେ ଅଛନ୍ତି, କାଉ ଅଛନ୍ତି, ବଣି ଅଛନ୍ତି, ମିଟୁ ଅଛନ୍ତି, ପୁଣି ଅନ୍ୟାନ୍ୟ ଚାରିଗୋଡିଆ ଜୀବ ଅଛନ୍ତି, ସେ ଫଳକୁ ଖାଉଛନ୍ତି। ଆପଣ ଯଦି ଦେଖିବେ ଗୋଟେ ଚଢେଇଟିଏ ଅନ୍ୟ ଗଛରେ ବସା କରିଛି, ତାର 2ଟି ଅଣ୍ଡା ଦେଇଛି କିମ୍ବା 2ଟି ଛୁଆ କରିଛି, ସେତେବେଳେ ଆପଣଙ୍କ ଲଗେଇଥିବା ଗଛରୁ ଫଳଟିଏ ନେଇକି ସେ ପ୍ରଥମେ ଖାଉଛି, ନିଜ ପେଟ ଭରଣ କରୁଛି ଏବଂ ସେଇ ଚଞ୍ଚୁରେ 1-2ଟି ଫଳ ନେଇକି ଛୁଆ ମାନଙ୍କୁ ଦଉଛି। ତା ଅର୍ଥ କଣ? ଯେ ଆପଣ ଏଠି ଗୋଟେ ଭିକାରୀକୁ ଭିକ ଦେଲା ବେଳେ ଥରେ ଦେଲେ, ଦ୍ୱିତୀୟ ଥର ଟିକେ ଅନିଚ୍ଛା ପ୍ରକାଶ କଲେ କୌଣସି କାରଣରୁ, କିନ୍ତୁ ଆପଣ ଯଦି ବରଗଛଟି କିମ୍ବା ପିପଲ ଗଛ ଲଗେଇଦେଲେ, ତ ତାର ଯୋଉ 50, 100, 200, 400 ବର୍ଷ ଏ ଗଛ ମାନେ ବଞ୍ଚନ୍ତି, ତ ଜୀବନ ସାରା ସେମାନେ ସେ ଅଜାଣତରେ ଭଗବାନଙ୍କର ସୃଷ୍ଟିର ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଆପଣ ଇନଡାଇରେକ୍ଟ ତାଙ୍କ ଭରଣ ପୋଷଣ ବ୍ୟବସ୍ଥା କରିଦଉଛନ୍ତି। ସେମାନେ ଯେତେ ଦିନ ପର୍ଯ୍ୟନ୍ତ ତାଙ୍କର ସେଇ ଚଢେଇ ମାନେ ସେଇ କୀଟ ପତଙ୍ଗ ମାନେ ଭରଣ ପୋଷଣ କରୁଥିବେ, ସେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ଆତ୍ମା ସହିତ ସେ ପୁଣ୍ୟର ତାମାନେ ପୁଣ୍ୟଟା ଯୋଡି ହେଇ ଚାଲିଥିବ। ତ ଏଇଥିରୁ ବି ଆମେ ଯଦି ଦେଖିବା ଯେ ଆମର ସନାତନୀ ଧର୍ମ ଅନୁସାରେ ପୁଣ୍ୟ କର୍ମ କରିବା କଥା ଧର୍ମ ଅର୍ଜନ ପାଇଁ, ତ ଆମକୁ କିଛି ବୃକ୍ଷ ଲଗେଇଦେଲେ ମଧ୍ୟ ଆଉ କୁଆଡେ ଧର୍ମ ପାଇଁ ଗଙ୍ଗା ଗଜା କାଶୀ କି କୌଣସି ଅନାଥାଶ୍ରମ କି କୌଣସି ଜାଗାରେ ଆମର ଆଉ ଭୋଜନାଳୟ ସବୁ ଖୋଲିବାକୁ ପଡିବ ନାହିଁ। ଆମେ କିଛି ଗଛ ଲଗେଇଦେଲା, କେୟାର ନେଲା, ଷ୍ଟାଣ୍ଡ ହେଇଗଲା ଏବଂ ସେ ହିଁ ତାମାନେ ଅଟୋମେଟିକାଲି ସମସ୍ତଙ୍କୁ ତାମାନେ ଖାଦ୍ୟର ପରିପୋଷଣ କଲା। ସେଇ ଗଛ ତ ଯେତେ ଦିନ ଆତ୍ମା ତ ଅମର, ସେଇ ଗଛ ତ ଯେତେ ଦିନ ଥିବ, ଯେତେ ଦିନ ତା ଉପରେ ଇତର ଜୀବ ମାନେ ନିର୍ଭର କରି ପେଟ ପୋଷଣ କରୁଥିବେ, ଭରଣ ପୋଷଣ ହଉଥିବ, ତାଙ୍କର ବଂଶ ବିସ୍ତାର ଚାଲିଥିବ, ଆପଣଙ୍କୁ ପୁଣ୍ୟ ମିଳିବ। କିନ୍ତୁ ଆତ୍ମା ତ ଅମର, ନୈନ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନ ଦହତି ପାବକ। ତ ସେ ଯେତେବେଳେ ବି ଆତ୍ମାଟା ଯୁଆଡେ ଯାଉଥିବ, ଯଦି ତା ସହିତ ପୁଣ୍ୟ କର୍ମ ଯଦି ଲାଗି ରହୁଥିବ, ତାହେଲେ ସେତେ ଦିନ ପର୍ଯ୍ୟନ୍ତ ସ୍ୱର୍ଗ ଭୋଗ ଲାଗି ରହିଥିବ।
କାରଣ ପୁଣ୍ୟ କର୍ମ ବଳରେ ଆମର ସ୍ୱର୍ଗ ଭୋଗ ସରିଗଲେ ଆମର କଣ ହୁଏ, ସେ ପୁଣ୍ୟ ସରିଯାଏ ଏବଂ ପୁଣ୍ୟ ସରିଗଲେ ସ୍ୱର୍ଗର ଭୋଗ ମଧ୍ୟ ସରିଯାଏ। କିନ୍ତୁ ଏଠି ଆପଣ ଯଦି କିଛିଟା ଗଛ ଲଗେଇ ଦେଇଛନ୍ତି, ସେ ଗଛଟା ଯେତେ ଦିନ ବଞ୍ଚିଛି ତା ଉପରେ ନିର୍ଭର କରିଥିବା ଏଇ ଜୀବଜନ୍ତୁ ମାନେ ଭରଣ ପୋଷଣ କରୁଛନ୍ତି, ସେ ପୁଣ୍ୟଟା ଆପଣଙ୍କ ଆତ୍ମା ପାଇ ଚାଲିଥିବ ଏବଂ ଆପଣ ମାନେ ଅଫୁରନ୍ତ ତା ମାନେ ଭୋଗ କରି ଚାଲିଥିବେ। ତ ଏଇ ଦୃଷ୍ଟିରୁ ମଧ୍ୟ ଆମେ ଯଦି ଦେଖିବା ପୁଣ୍ୟ ପ୍ରାପ୍ତି ଆଶାରେ ମଧ୍ୟ ଆମେ ଗଛ ଲଗାଇବା କଥା। ତାପରେ ଆମେ ନିଜ ସ୍ୱାସ୍ଥ୍ୟକୁ ଆମେ ସମସ୍ତେ ଆଜିକାଲି ଗୁରୁତ୍ୱ ଦଉଛୁ। ମୁଁ ନିଜେ ମଧ୍ୟ ସକାଳୁ ଉଠିଲେ ପ୍ରଥମେ ଧାଁ ଧପଡ କରୁଛି, ଯୋଗ କରୁଛି, ଏକ୍ସରସାଇଜ କରୁଛି। ଆପଣ ମଧ୍ୟ ୱାର୍କଆଉଟ କରୁଛନ୍ତି। କିନ୍ତୁ ଏଥିପାଇଁ ସକାଳୁ ଉଠିଲା ପରେ ୱାର୍କଆଉଟ ପାଇଁ ଯିବାକୁ ବେଲେ ବେଲେ ମନଟା ଅନିଚ୍ଛା ପ୍ରକାଶ ହୁଏ ହେଲା। ଫିଜିକାଲ ଏକ୍ସରସାଇଜ ବେଲେ ବେଲେ କଡା ଲାଗେ, ଦିନଟା ଟିକେ ଯୋଉ ଏକ୍ସରସାଇଜ ଅଧିକ ହେଇଯିବ ବଡିଟା ଟିକେ ଟାୟାର୍ଡ ଲାଗେ। କିନ୍ତୁ ଏଇଟା ଆମେ ବାହାରୁ ଏକ୍ସାକ୍ଟ କରୁଛୁ ଏଇ ପ୍ରେସରଟା ଏଇ ଯୋଗାସନ ଏକ୍ସରସାଇଜ ମାଧ୍ୟମରେ। କିନ୍ତୁ ଭିତରୁ ଯଦି ଆମେ ଗୋଟେ ଅଫୁରନ୍ତ ଆନନ୍ଦ ଯଦି ପାଇପାରିବା ତାହେଲେ ସେଟା ଅଟୋମେଟିକାଲି ଆମର ଯୋଉ ହ୍ୟାପି ହରମୋନ ଗୁଡାକ ଅଛି, ଯୋଉ ଡୋପାମାଇନ ହେଲା, ସେରୋଟୋନିନ ହେଲା, ଅକ୍ସିଟୋସିନ ହେଲା, ଏଣ୍ଡୋଫିନ୍ସ ହେଲା, ଏଇ ହ୍ୟାପି ହରମୋନ ଗୁଡାକ ଝରେଇବ। ଆଉ ହ୍ୟାପି ହରମୋନ ଝରିଲା ମାନେ ନିଶ୍ଚୟ ଶରୀର ସୁସ୍ଥ ରହିବ। ଫିଜିକାଲ ଏକ୍ସରସାଇଜ ମାଧ୍ୟମରେ ୱାର୍କଆଉଟ ମାଧ୍ୟମରେ ଯାହା ହାସଲ ହୁଏ ନାହିଁ, ଆମର ଯଦି ହୃଦୟ କିଛି ଯଦି ଅଫୁରନ୍ତ ଆନନ୍ଦ ପାଇଲା ସେଥିରେ ଆମର ହରମୋନାଲ ବାଲାନ୍ସ ଠିକ ରହିବ। ଆଉ ଏଟା କେମିତି ରହିବ, ଆପଣ ଯଦି କିଛି ରାସ୍ତା କଡରେ କିଛି ଗଛ ଲଗଉଛନ୍ତି, ଗଛଟା ବଢି ଯାଇଛି, ଯେତେବେଳେ ଗଛ ତଳକୁ ପରେ ଯାଉଛନ୍ତି 8-10 ବର୍ଷ ପରେ ଦେଖୁଛନ୍ତି ଗଛରେ କିଛି ଚଢେଇ ବସା କରୁଛନ୍ତି, ଗଛର ଫଳ କିଛି ଚଢେଇ ଖାଉଛନ୍ତି, ଗଛ ତଳେ କିଛି ଲୋକ ବସୁଛନ୍ତି, ସେଠି ସେମାନେ ରେଷ୍ଟ ନଉଛନ୍ତି। ଆଉ ଇଭେନ ସେଟା ନଥିଲେ ମଧ୍ୟ ସେ ଲଗେଇଥିବା ଗଛ ତଳକୁ ଯଦି ଆପଣ ଯିବେ, କିମ୍ବା ଆମ ଏଇ ପଶ୍ଚିମ ଓଡିଶାରେ ଯୋଉ ନୂଆଖାଇ ସେଲିବ୍ରେସନ ହୁଏ, ମୁଁ ତ ରାସ୍ତା କଡରେ ବହୁତ ଗଛ ଲଗେଇଛି। ସେ ନୂଆଖାଇ ଦିନ ମୁଁ ଗଛ ଗୁଡାକୁ ରାକ୍ଷୀ ବାନ୍ଧିବାକୁ ଯାଏ, ତ ସେଇ ସମୟରେ ମୁଁ ଫିଲ୍ କରେ ସେ ଅଫୁରନ୍ତ ଆନନ୍ଦ। ଆଉ ସେ ସାଟିସ୍ଫାକ୍ସନ ଟା ମତେ ଯେତେ ଆସେ କୌଣସି ଯୋଗ ଏକ୍ସରସାଇଜ ୱାର୍କଆଉଟ ବା ପ୍ରାଣାୟାମରୁ ମିଳେ ନାହିଁ। ଆଉ ସେଗୁଡାକ ମତେ ହେଲ୍ପ କରେ ଖୁସିରେ ରହିବା ପାଇଁ। ସାଟିସ୍ଫାକ୍ସନ ଟା ଡିପ୍ ଆସେ, ଇନର ଆସେ। ତ ଏଇ ଦୃଷ୍ଟିରୁ ଯଦି ଆମେ ଚିନ୍ତା କରିବା, ମଣିଷ ଏକ ସ୍ୱାର୍ଥ ବର୍ତ୍ତମାନ ସମୟରେ ଏକ ସ୍ୱାର୍ଥପର ଜୀବ। ଆମେ ସମାଜର ମଙ୍ଗଲ ପାଇଁ ଗଛ ଲଗେଇବା ନାହିଁ, ଅନ୍ୟର ଭଲ ପାଇଁ ଗଛ ଲଗେଇବା ନାହିଁ, କିନ୍ତୁ ଏଟଲିଷ୍ଟ ଏଇଟା ବିଚାର କରିବା ଯେ କିଛିଟା ଗଛ ଲଗେଇଲେ ତାକୁ ଦେଖିକି ଯଦି ମୁଁ ଶାନ୍ତି ପାଉଛି, ମୁଁ ଅଫୁରନ୍ତ ଆନନ୍ଦ ପାଉଛି, ସେଇ ସ୍ୱାର୍ଥ ପାଇଁ ଚାଲନ୍ତୁ ଗଛ ଲଗେଇବା। ତ ଏହା ଦ୍ୱାରା ଆମ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ, ଇନଡାଇରେକ୍ଟଲି ଆମର ସମାଜ ପରିବେଶ ମଧ୍ୟ ଆମର ବେନିଫିଟେଡ ହେବ। ଆମେ ଏଇ ଦୃଷ୍ଟିରୁ ଦେଖିବା ବେଲେ ଏଇ ସବୁ ଗୁଡାକ ମତେ ପ୍ରେରଣା ଯୋଗାଏ ଯେ ମୁଁ କାହିଁକି ଗଛ ଲଗାଏ। ଆଉ ସେଇ ଯଦି ଆମେ ପୁଣି ବରାହ ପୁରାଣକୁ ଯଦି ଦେଖିବା, ଯେ ଭଗବାନ ବରାହଦେବଙ୍କ ପତ୍ନୀ ହଉଛନ୍ତି ଭୂଦେବୀ। ତ ଭୂଦେବୀଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱ ହଉଛି ଆମର। ଯେତେବେଳେ କୌଣସି ବାବୁଙ୍କ ପାଖକୁ କୌଣସି କାମରେ ଆମେ ଯାଉ, ବାବୁଆଣୀଙ୍କୁ ବେଲେ ବେଲେ ଧରିବାକୁ ପଡେ। ବାବୁଆଣୀ ଯଦି ଖୁସି ହେଇଯିବେ ତ ବାବୁଟା କାମ କରିଦେବେ। ସେମିତି ଭଗବାନଙ୍କୁ ଆମେ ଯେତେ ଡାକୁଥିବା, ଯଦି ଖୁସି ନ ହଉଛନ୍ତି, ବାବୁଆଣୀ ମାନେ ଭୂମାତାକୁ ଯଦି ଧରିଦେବା, ତାଙ୍କର ସେବା କରିଦେବା, ଅଟୋମେଟିକ ଆମର ସେ ଭଗବାନ କୃଷ୍ଣ ବରାହ ଦେବ ସେ ନିଜେ ଖୁସି ହେଇଯିବେ ଏବଂ ତାଙ୍କର ଆଶୀର୍ବାଦ ମଧ୍ୟ ଆମକୁ ଦେବେ। ଯୋଉଟା ଆମର ଜୀବନର ଲକ୍ଷ୍ୟ, ଯେ ଭଗବତ ପ୍ରାପ୍ତି, ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତି, ସେଇଟା ଅଟୋମେଟିକ ଏଇ ପ୍ରକୃତିର ଭୂଦେବୀଙ୍କ ଯତ୍ନ ନେଇକି ବା ବୃକ୍ଷ ଲଗେଇକି ଆମେ ପାଇପାରିବା। ତ ଏଇଗୁଡାକ ମତେ ଆକ୍ଚୁଆଲି ପ୍ରେରଣା ଦିଏ ମୁଁ କାହିଁକି ଗଛ ଲଗାଏ। ତାପରେ ମୋର ନିଜସ୍ୱ ଏକ୍ସପିରିଏନ୍ସ ହେଲା ଯେ ସାର୍ ଯେମିତି କହୁଥିଲେ ଯେ ବିଭିନ୍ନ ସମୟରେ ମୁଁ ଯେତେବେଳେ କଲେଜରେ ଥିଲି, +3 କଲେଜରେ ଅଧ୍ୟାପନା କରୁଥିଲି, ତ ସେତେବେଳେ ମୁଁ ଏଇ ଚାକିରି ପାଇଲା ପରେ ଓଡ଼ିଶା ସିଭିଲ ସର୍ଭିସ କ୍ୱାଲିଫାଏ କଲା ପରେ ସେଇ ବର୍ଷ 2010 ମସିହାରେ ମୁଁ 2010 ବ୍ୟାଚ୍, ତ କଲେଜରେ ସାର୍ ମାନଙ୍କୁ ଡାକିକି ଆମେ ପଟ୍ଟାପାଲି କଲେଜରେ ଥିଲୁ, ସେଠି ବୃକ୍ଷରୋପଣ କରାହେଇଥିଲା। ଆଜି ଯାଏ ସେ କଲେଜରେ ଫୋନ କରୁଛନ୍ତି ଯେ ସାର୍ ଆପଣ ଲଗେଇଥିବା ଗଛ ମାନେ ସବୁ ଆରାମରେ ବଢିଛି, ଗଛ ତଳେ ଛୁଆ ମାନେ ଆମର ସାଇକେଲ ଷ୍ଟାଣ୍ଡ କରିଛନ୍ତି, ବସୁଛନ୍ତି ଅବସର ସମୟରେ। ଏଇ ମେସେଜ ଟା ମତେ ସେମାନେ ସବୁବେଳେ ଦିଅନ୍ତି। ତାପରେ ବିଭିନ୍ନ ସମୟରେ 2011 ମସିହାରେ ତାପରେ ଆମର ଯେତେ ସବୁ ପଡିଆ ଜମି ଥିଲା, ମୁଁ ସବୁଆଡେ ଶାଗୁଆନ ଗଛ ଲଗେଇଦେଲି। ତାପରେ ଆମର ନେକ୍ସଟ ବର୍ଷ ଆମର ଯୋଉ ପଞ୍ଚାୟତ ରାସ୍ତା ଅଛି, ମୋ ବାପା ସହିତ ମିଶିକିନା ଆମେ 480 ଗଛ ଲଗେଇଲୁ ରାସ୍ତା କଡରେ, ତାର ଯତ୍ନ ମଧ୍ୟ ନିଆ ହେଲା। ଆଜି ବି ବହୁ ଗଛ, ତାମାନେ ସେଠି ବରଗଛ, କରଞ୍ଜ ଗଛ, ନିମ୍ବ ଗଛ, ଆମ୍ବ ଗଛ, କୃଷ୍ଣଚୂଡା ଗଛ। ଆପଣ ଯଦି ପଦ୍ମପୁର ଅଞ୍ଚଳକୁ ଲକ୍ଷ୍ମରା କଲେଜରୁ ଏକ ତାରିଣୀ ମନ୍ଦିର ଛକ ଅଛି, 2 କିଲୋମିଟର ଯିବେ, ରାସ୍ତାର ଦୁଇ ପାର୍ଶ୍ୱ ସବୁ ଗଛ ଦେଖିପାରିବେ। ଏହା ସହିତ ବିବାହ ବର୍ଷରେ ମୁଁ କଣ କଲି, ଯୋଉ ବର୍ଷ ମୋର ବିବାହ ହେଲା 2014 ବର୍ଷରେ, ସେଇ ବର୍ଷ ଆମ ଗାଁ ରାସ୍ତାର ସବୁଆଡେ ମୁଁ ଗଛ ଲଗେଇ ଦେଇଥିଲି। ଖାଲି ଗଛ ଲଗା ହଉନି, ମୁଁ ଗୋଟେ ଲେବରକୁ ମଧ୍ୟ ଏମ୍ପ୍ଲୟ କରୁଛି, କିଛିଟା ପଇସା ଦଉଛି ଏବଂ ସେ ଗଛର ଯତ୍ନ ନିଆ ହଉଛି। ଆମ ଗାଁକୁ ଯଦି କିଏ ବୁଲିଯିବେ ତାହେଲେ ଦେଖିବେ ଗାଁର ମୁଖ୍ୟ ମୁଖ୍ୟ ରାସ୍ତାରେ, ନଈ ପଠାରେ ମୁଁ ବିଭିନ୍ନ ସମୟରେ ଗାଁ ଲୋକଙ୍କୁ ନେଇ ଇନଭଲ୍ଭ କରେଇକି
ଏୱାର କରିକି ସେନ୍ସିଟାଇଜ କରି ଗଛ ଲଗେଇଛି। ଗଛ ଗୁଡା ବହୁତ ବଡ ବଡ ହେଇଗଲାଣି। କେବେ ଥରେ ପୂଜାରୀପାଲି ଗଲେ ଆପଣ ମାନେ ସେ ସବୁ ଦେଖିପାରିବେ। ତ ଏବେ କଣ ହଉଛି, ଆମର ଛୁଆ ମାନଙ୍କ ଯେତେବେଳେ ଜନ୍ମଦିନ ପାଳନ କରାହଉଛି ତ ସେତେବେଳେ ମୁଁ କୌଣସି ହୋଟେଲରେ କରୁନାହିଁ, ବରଂ ବିଭିନ୍ନ ଜାଗାରେ ଲୋକମାନଙ୍କୁ ନିମନ୍ତ୍ରଣ କରିକି ମୁଁ ବୃକ୍ଷରୋପଣ କରାଉଛି। ଏମିତି 3 ବର୍ଷ ପୂର୍ବରୁ ଆମ ଅଞ୍ଚଳରେ ଜଙ୍ଗଲ ପରିବେଶରେ ଗୋଟେ ମହିମା ଆଶ୍ରମ ଅଛି। ମହିମା ଧର୍ମର କିଛି ବାବା ମାନେ ରହୁଛନ୍ତି। ତ ସେମାନେ କହିଲେ ଯେ ଆମ ଆଶ୍ରମକୁ ଟିକେ ଭାଇ ବାବୁ ଟିକେ ଦେଖା ରେଖା କର, ଆମ ପ୍ରତି ଟିକେ ନଜର ରଖ। ମୁଁ କହିଲି ଯେ ଆପଣ ମାନେ ଟିକେ ରେଡି ହୁଅନ୍ତୁ, ଏଠି ଗୋଟେ ଜନ୍ମଦିନ ପାଳନ କରିବା। ଆଉ ସେଇ ବାହାନାରେ ମୁଁ ଏଇ ଅଞ୍ଚଳର ବିଶିଷ୍ଟ ଲୋକଙ୍କୁ ଡାକିବି ଏବଂ ସେଇଆ ହିଁ ହେଲା। ସମସ୍ତ ବ୍ୟବସ୍ଥା ମୁଁ କରିବି କହିଲି, ସେମାନେ ସହଯୋଗ କଲେ। ସେ ମହିମା ଆଶ୍ରମରେ 220 ଗଛ ମୁଁ ନେଇଥିଲି ଏଇ ଜଷ୍ଟ 3 ବର୍ଷ ପୂର୍ବରୁ ଝିଅର ଜନ୍ମଦିନ ସମୟରେ। ଏବଂ 4ଟି ପଞ୍ଚାୟତ, ଆମ ଗାଁର 4ଟି ପଞ୍ଚାୟତର ବିଶିଷ୍ଟ 300 ଲୋକଙ୍କୁ ଡାକିଥିଲି ଏବଂ ସେଠି ଏଇ ପ୍ରକାର ଗୋଟେ ଉଦ୍ବୋଧନ ଦେଲା ପରେ ସମସ୍ତେ ଗୋଟେ ଗୋଟେ ନେଇକି ବୃକ୍ଷ ଲଗେଇଲେ। ସେ ବୃକ୍ଷ ଆଜି କମ ସମୟରେ ଭଲ ଭଲ ବୃକ୍ଷ ଫଳ ମଧ୍ୟ ଦେଲାଣି। ଏବଂ ଆପଣ ମାନେ ଜାଣି ଖୁସି ହେବେ ଯେ ସେଇ ବୃକ୍ଷ ମାନଙ୍କର ଯତ୍ନ ନେଇକି ସେ ଆଶ୍ରମର ମୁଖ୍ୟ ବଲରାମ ଦାସ, ବାବା ବଲରାମ ଦାସ, ଏଇ ଗତ ଜୁନ 5 ତାରିଖରେ ସେ ନିଜେ ମଧ୍ୟ ଗଭର୍ଣ୍ଣମେଣ୍ଟ ଠାରୁ, ଓଡିଶା ସରକାର ଠାରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇପାରିଲେ। ଏବଂ ସେ କହୁଛନ୍ତି ସବୁବେଳେ ଯେ ବାପା ତୁମ ଏଇ ଛୋଟିଆ ଇଫର୍ଟ ଯୋଗୁଁ ଆମ ଆଶ୍ରମଟା ତ ବେନିଫିଟେଡ ହେଇଛି। ଆମେ ପ୍ରତିଦିନ ତ ଫଳ ପରିବା ପାଉଛୁ। ଏହା ସହିତ ସରକାରଙ୍କ ଠାରୁ ମଧ୍ୟ ଆମେ ସମ୍ମାନିତ ହେଇଛୁ ଏବଂ ବର୍ତ୍ତମାନ ସରକାରଙ୍କ ଠାରୁ ମଧ୍ୟ ବିଭିନ୍ନ ଗ୍ରାଣ୍ଟ ମାନେ ଆସୁଛି। ତ ଏଇ ଛୋଟିଆ ପଦକ୍ଷେପ ଦେଖନ୍ତୁ ଆମର କେତେ ବଡ ଚେଞ୍ଜେସ୍ ଆଣି ଦଉଛି। ଏବଂ 2024 ମସିହାରେ ତ ନିଜେ ସରକାର ମତେ ପ୍ରକୃତି ବନ୍ଧୁ ପୁରସ୍କାର ଦେଇଥିଲେ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ମତେ ବିଭିନ୍ନ ସମୟରେ ପୁରସ୍କୃତ କରିଛନ୍ତି। ତ ଏଇଗୁଡାକ ନିଜସ୍ୱ ଯାତ୍ରା। ତ ଏଇ ନିଜସ୍ୱ ଯାତ୍ରା ମୁଁ ନିଜର ଅଫିସ ଟାଇମ ବାହାରେ ଯେତେବେଳେ ଛୁଟି ଦିନ ଥାଏ କିମ୍ବା କୌଣସି ଅନ୍ୟାନ୍ୟ ଲିଭ୍ ଥାଏ, ସେତେବେଳେ ଆଉ ମୁଁ କିଛି କ୍ୟାଜୁଆଲ ଲିଭ୍ ନେଇକି ନିଜର କିଛି ଅର୍ଥ ନେଇକି ଏ ସବୁ କାମରେ ମୁଁ ନିଜେ ଯାଏ। ଆଉ ପ୍ରତିବର୍ଷ ମୁଁ କଣ କରେ, କାଲି ଯେମିତି ଜୟ ସାର୍, ପ୍ରଫେସର ଡକ୍ଟର ଜୟ କୃଷ୍ଣ ସାର୍ କହୁଥିଲେ ଯେ ଯେମିତି ଆମେ ଏକ ଅଦୃଶ୍ୟ ଭଗବାନଙ୍କୁ ସବୁବେଳେ ପୂଜା କରୁଛୁ କିନ୍ତୁ ଦୃଶ୍ୟମାନ ପ୍ରକୃତି ମାତାର ସେବା କରୁନାହୁଁ, ସେଟା ମଧ୍ୟ ମୋ ମନରେ ଆଗରୁ ଅଛି। ଏବଂ ପ୍ରତି ମାସ ଦରମା ପାଇଲା ପରେ ଦରମାର ଅତି ନଗଣ୍ୟ ଅଂଶ 500 ରୁ 1000 ଟଙ୍କା ମୁଁ ଅନ୍ୟତ୍ର ରଖେ ଏବଂ ସେଇଟା 6-8 ହଜାର ହେଇଗଲା ପରେ ମୁଁ ନେକ୍ସଟ ବର୍ଷ ଏଇ ବର୍ଷା ସମୟରେ, ବନ ମହୋତ୍ସବ ସମୟରେ ବୃକ୍ଷରୋପଣରେ ଖର୍ଚ୍ଚ କରେ। ବୃକ୍ଷଟା କେବଳ ରୋପଣ କରା ହଉନି, କିଛିଟା ବେଶୀ ନାହିଁ, ଗାଁ ଆଡେ 10 ରୁ 15ଟି ଗଛ ଲଗା ହଉଛି, ଗୋଟେ ଲେବରକୁ ସେ ପଇସା ଦିଆ ହଉଛି ଏବଂ ସେଇ ଲେବର ସେଇ ଗଛ ଗୁଡାକୁ ଫେନ୍ସିଂ କରୁଛି ଏବଂ ମାର୍ଚ୍ଚ 15 ରୁ ଜୁନ 15, 3 ମାସ ପ୍ରତି 3 ଦିନରେ ଥରେ ପାଣି ବି ଦଉଛି। ଏମିତି 2 ବର୍ଷ କେୟାର ନେଇଯିବା ଯୋଗୁଁ ଗଛ ଗୁଡାକ ବଢି ଯାଉଛି। ତ ଆମର ଅତି ନଗଣ୍ୟ କଣ୍ଟ୍ରିବ୍ୟୁସନ ଯେ ମାସକୁ 200 କି 400 କି 500 ଆମେ ରଖିଲା। ଆଉ ଏଇ କିଛିଟା ଗଛ, ଅତି କମ ଗଛ 5ଟି 8ଟି ଆମେ ଯଦି କିଣିଲା, ପରିବାର ସହିତ ଆମେ ଲଗେଇଲା, ତାର ଯତ୍ନ ପାଇଁ କାହାକୁ ଦେଖାରେଖା ପାଇଁ ଦେଇଦେଲା, ତାହେଲେ ସେ ଗଛ ଗୁଡାକ ଅଟୋମେଟିକ ହେଇଯିବ। ଏବଂ ଅଟୋମେଟିକ ହେଇଗଲେ ମୁଁ ଯେମିତି କହିଲି ଯେ ଆମେ ପ୍ରତି 20 ସେକେଣ୍ଡରେ କେମିତି ବେନିଫିଟ ପାଉଛୁ, ଆମର ପୁଣ୍ୟ କେମିତି ଅର୍ଜନ ହେବ, ଆମର ସ୍ୱାସ୍ଥ୍ୟ କେମିତି ସୁସ୍ଥ ରହିବ, ଯାହା ଆଲୋଚନା କଲେ ସେ ସବୁ ଆମେ କରିବାକୁ ମାନେ ଆମେ ପାଇପାରିବା। ଏହା ସହିତ ମୁଁ ପ୍ଲାଣ୍ଟେସନ ପାଇଁ ସ୍ପେଶିଆଲ ଗୋଟେ ଛୋଟିଆ ଆମାଉଣ୍ଟର ପ୍ରତି ମାସରେ SIP ମଧ୍ୟ କରିଦେଇଛି, ଯେହେତୁ ଦରମା ପାଉଛି। ତ ଛୁଟି ଦିନର ଦରମାର କିଛି ଅଂଶ, ରବିବାର ଦିନ ଯଦି ମୋତେ ଦରମା ମିଳୁଛି ମତେ, ତ ତାର ଅତି କିଛି ଅଂଶ ସେଇ ଗଛ ଲଗେଇବା ପାଇଁ ମଧ୍ୟ ଖର୍ଚ୍ଚ ପାଇଁ ମୁଁ SIP କରିଦେଇଛି। ଏବଂ ଏହା ମୋର କହିବାର କାରଣ ହେଲା ଯେ ଲୋକମାନେ କୁହନ୍ତି ଯେ ସରକାର କରୁନାହାନ୍ତି, ଅନୁଷ୍ଠାନ କରୁନାହିଁ, ଆମେ କେମିତି କରିବୁ। କିନ୍ତୁ ମୋ ନିଜସ୍ୱ ଅନୁଭୂତି ଏଇଆ କହିଲି ଯେ ମୁଁ ଏତେ କର୍ମବ୍ୟସ୍ତତାରେ ଥାଇକି, ସରକାରଙ୍କ ଏତେ ଉଚ୍ଚ ପଦବୀରେ ଗୋଟେ ଥାଇକି, ତ ମୁଁ ନିଜେ ଯେହେତୁ ସମୟ ବାହାର କରିପାରୁଛି, ଦୃଢ ମନୋବୃତ୍ତି ଯୋଉ କିଛିଟା ଅର୍ଥ ଦେଇପାରୁଛି, କିଛିଟା କେୟାର ନେଇପାରୁଛି ଏବଂ ଚାକିରି ସମୟରେ ମୁଁ ଯୋଉ 500 ଗଛ ଦୁନିଆକୁ ଦିବାର ସ୍ୱପ୍ନ ଦେଖିଥିଲି, ପ୍ରତିଶ୍ରୁତି ଦେଇଥିଲି, କିନ୍ତୁ ଆଜି ମୁଁ ବହୁତ ଅନେକ ଗଛ ଦେଇ ସାରିଲିଣି। ଏହା ସହିତ ବିଭିନ୍ନ ଜାଗାରେ ସେନ୍ସିଟାଇଜେସନ ପ୍ରୋଗ୍ରାମ, ଆୱାରନେସ ପ୍ରୋଗ୍ରାମ ହେଲେ ମୁଁ ନିଜେ ଛୁଟି ଦିନ ମାନଙ୍କୁ, ରବିବାର ଦିନ ଲୋକମାନେ ଶୋଇ ରହନ୍ତି କିନ୍ତୁ ମୁଁ ଶୋଇ ନ ରହିକି ସେଇ କାମରେ ନିଜକୁ ତାମାନେ ପ୍ରାୟ ନିୟୋଜିତ କରୁଛି। ଏହା ସହିତ ଆମର ଫେବୃଆରୀ ମାସ ଆସିଗଲେ ଯେତେବେଳେ ଆମ ଅଞ୍ଚଳରେ ମହୁଲ ଗୋଟା ସମୟ ହେଇଯାଏ, ତ ମହୁଲ ଗୋଟାଳି ମାନେ କଣ କରନ୍ତି, ଗଛ ତଳେ ନିଆଁ ଲଗେଇ ଦିଅନ୍ତି, ସେ ନିଆଁଟା ଜଙ୍ଗଲ ଆଡେ ବ୍ୟାପିଯାଏ। ତ ଆମେ ଗଛ ନ ଲଗେଇଲେ ମଧ୍ୟ ଚଳିବ, କିନ୍ତୁ ଏ ଜଙ୍ଗଲକୁ ଯଦି ନିଆଁରୁ ଆମେ ରକ୍ଷା କରିବା ତାହେଲେ ମଧ୍ୟ ଆମେ ବହୁତ ଗଛ ସୁରକ୍ଷା କରିପାରିବା। ତ ମୁଁ ସେଇଥିପାଇଁ କଣ କରେ, ମଝିରେ ମଝିରେ ସେଇ ଫେବୃଆରୀ ମାର୍ଚ୍ଚରେ ଯଦି କିଛି ଛୁଟି ମିଳି ଯାଉଛି କିଛି ଲଗାତାର,
ତ ଜଙ୍ଗଲ ଉପାନ୍ତ ଗାଁକୁ ଯାଇକି ଛୋଟିଆ ଛୋଟିଆ ସେଠିକାର ଯୋଉ ୱାର୍ଡ ମେମ୍ବର ଥାନ୍ତି ତାଙ୍କୁ ଡାକିକି ସେ ସନ୍ଧ୍ୟା ସମୟରେ ପିଣ୍ଡାରେ ବସେଇକି ଆୱାରନେସ୍ କରାଏ ଯେ ଆପଣ ମାନେ କେମିତି ସମସ୍ତ ସୁଖା ପତ୍ର ଏକାଠି ଗୋଟେଇବେ, ସେଠି ଥାଇକି ନିଆଁ ଲଗେଇବେ, ନିଆଁ ଲିଭିଲା ପରେ ନିଜେ ଆସିବେ। ଏବଂ ଏଟା ମାନେ ଏଇ ସବୁ ତାଙ୍କର ଗଛର ଉପକାରିତା ଉପରେ ବୁଝାଏ। ତ ଏସବୁ ନିଜସ୍ୱ ଏଫର୍ଟରୁ ଚାଲିଛି। ତ କଥା ହେଲା ଯେ ଆମେ ଯୋଉ ସରକାର ଆମକୁ ଦଉନାହାନ୍ତି, ସରକାର ତ ପ୍ଲାଣ୍ଟେସନ ପାଇଁ ଆମକୁ ବିଭିନ୍ନ ଚାରା ଅତି ସହଜରେ ଉପଲବ୍ଧି କରାଉଛନ୍ତି, ଆମେ ପାଇପାରିବା। ଖାଲି ଆମର ଗୋଟେ କଥା ହେଲା ଯେ ଆମେ ନିଜସ୍ୱ ରବିବାରୀୟ ଯୋଉ କମ୍ଫର୍ଟ ଲିଭିଂ ରୁ ଏସି ରୁମ ରୁ ଟିକେ ଯଦି ବାହାରି ଆସିବା ଏବଂ କିଛିଟା ସମୟ, କିଛିଟା ଫିଜିକାଲ ଲେବର, କିଛିଟା ସଞ୍ଚିତ ଅର୍ଥ ଅତି କମ ମାତ୍ରାରେ ଏଇ ପ୍ରକୃତି ମାତା ପ୍ରତି ଦେବା, ତ ତାହେଲେ ନିଶ୍ଚୟ ଆମେ ପ୍ରତ୍ୟେକ ସଫଳ ହେଇପାରିବା। କିଛି କିଛି ଗଛ ଏ ପୃଥିବୀକୁ, ଏଇ ଧରିତ୍ରୀ ମାତାକୁ, ଏଇ ଭାରତକୁ, ଆମ ଗାଁକୁ, ଆମ ଅଞ୍ଚଳକୁ ଦେଇପାରିବା। ତ ଏହା ଦ୍ୱାରା ଆମ ନିଜସ୍ୱ କିଛି ଇଫର୍ଟ ଅନେକ ମାତ୍ରାରେ ଆମର ପରିବେଶରେ ଚେଞ୍ଜ ଆଣି ଦେଇପାରିବ। ଆମର ପରିବେଶ ଠିକ ରହିଲେ ଆମେ ଠିକ ରହିବା। ଆମେ କେବଳ ଉପଭୋକ୍ତା ହେବା ନାହିଁ, ଆମେ କେବଳ କନଜ୍ୟୁମର ହେବା ନାହିଁ, ଆମେ କେବଳ ପ୍ରକୃତି ମାତାର ଅକ୍ସିଜେନ ରୂପକ ଋଣ ନେଇ ଆମେ ଏ ସଂସାରରୁ ଚାଲିଯିବା ନାହିଁ। ଋଣ ଲାଗିକି ଯିଏ ଯାଏ କୌଣସି ପ୍ରକାର ଭାଗବତ ଅନୁସାରେ, ଶାସ୍ତ୍ର ଅନୁସାରେ ସେ ଅଶରୀରୀ ପ୍ରେତାତ୍ମା ବା ପିଶାଚ ହେଇଯାଏ। ତ ଆମେ ତ ବାକି ମାନଙ୍କର ଟଙ୍କା ପଇସା ଋଣ ସୁଝୁଛୁ। ଚିନ୍ତା କରିବା କଥା ଏ ପ୍ରକୃତି ଯୋଉ ଆମକୁ ଏତେ ଖାଦ୍ୟ ଦେଲା, ଏ ପ୍ରକୃତି ଯୋଉ ଆମକୁ ଏତେ ଅମୂଲ୍ୟ ଅକ୍ସିଜେନ ଦେଲା, ତ ତାକୁ ବି ଆମର ଋଣ କରି ଆମ ପରିଶୋଧ କରିବାର ସମୟ ଆସିଯାଇଛି। ଏବଂ ଏହା କେବଳ ଏଇ ଦ୍ୱାରା ହିଁ ହେଇପାରିବ ଯେ ଆମେ କିଛିଟା ଗଛ ଲଗେଇବା, ତାର କେୟାର ନେବା ଆଉ ଷ୍ଟାଣ୍ଡିଂ ଆକାରରେ ଦେବା ଗଛଟା ଦୁନିଆକୁ। ତ ଆମକୁ ସେ ଅକ୍ସିଜେନର ଯୋଉ ମୂଲ୍ୟଟା ଆମେ ବୁଝିଲା, ସ୍ୱାସ୍ଥ୍ୟ ଠିକ ରଖିଲା, ପୁଣ୍ୟ ଅର୍ଜନ ହେଲା, ଅଫୁରନ୍ତ ଆନନ୍ଦ ପାଇଲା, ତା ସହିତ ପ୍ରକୃତି ମାତାର ମଧ୍ୟ ଆମେ ଋଣଟା ପରିଶୋଧ କରିପାରିବା। ଯଦି ଭୂଦେବୀ ଖୁସି ହେଲେ ତାପରେ ସେ ସର୍ବବ୍ୟାପକ, ସର୍ବନିୟନ୍ତା ପରମାତ୍ମା ଭଗବାନ ଶ୍ରୀକୃଷ୍ଣ ବରାହଦେବ ସେ ନିଜେ ମଧ୍ୟ ଖୁସି ହେବେ। ତ ଆଜିର ବକ୍ତବ୍ୟ ସମୟ ଅନୁସାରେ ମୁଁ ଏଠି ଏତିକି ରଖୁଛି। ତ ତେଣୁକରି ଆଜିର ମୁଁ ଗୋଟିଏ ସ୍ଲୋଗାନ କାଲି ଡିକ୍ଲେୟାର କରୁଛି ଯେ ଆଜିର ସ୍ଲୋଗାନ ହଉଛି ଗଛ 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 ବାକି ସବୁ ପଛ। ଇଟ୍ ଇଜ ନଟ୍ ଦି ନିଡ୍ ଅଫ ଦି ଆୱାର, ଇଟ୍ ଇଜ ଦ ଅର୍ଜେନ୍ସି ଅଫ ଦି ଆୱାର। ଏଟା ସମସ୍ତେ ଆମେ ଫିଲ୍ କରନ୍ତୁ। ଆଜିର ଆଲୋଚନାରେ ମୁଁ ଯେହେତୁ ମୋର ନିଜସ୍ୱ ଏକ୍ସପେରିଏନ୍ସ କିଛି କହିଛି, ମୁକାର ଭାବନା ଆସିଛି, ଆଉ ସେଥିପାଇଁ ମତେ ଟିକେ କ୍ଷମା କରିଦେବେ। ଏଇ ମୁକାର ଭାବନାକୁ ଆପଣ ଏଇ ହିସାବରେ ନେବେ ନାହିଁ, ବରଂ କିଛିଟା ମୋଟିଭେସନ ଆକାରରେ ନେବେ। ଆଉ ଆମେ ଯେହେତୁ ସମସ୍ତେ ସଭ୍ୟ ଲୋକମାନେ, ଶିକ୍ଷିତ ଲୋକମାନେ, ଆମେ ଯଦି ପରିବେଶର ଯତ୍ନ ନ ନେବା, ଆମେ ଯଦି ଚିନ୍ତା ନ କରିବା, ଆମେ ଯଦି ଲୋକଙ୍କୁ ଆୱାର ନ କରିବା, ଆମେ ସେନ୍ସିଟାଇଜ ନ କରିବା, ତାହେଲେ କିଏ କରିବ? ଆମେ ନ କଲେ କରିବ କିଏ? ରେସ୍ପନ୍ସିବିଲିଟି ଆମର, ଆମେ ଉପଭୋଗ କରୁଛୁ, ଆମେ ଅକ୍ସିଜେନ ନେଉଛୁ, କାମ ଆମର। ତ ଏଇଟାକୁ ଟିକେ ଆମେ ସମସ୍ତେ ଆଜି ରାତିରେ ଚିନ୍ତା କରିବା ଆଉ ନିଜ ପରିବାର ସହିତ ମିଶି ପ୍ରତିଥର କିଛି କିଛି ଗଛ ଲଗେଇବା। ଗଛ ଉପରେ ତ ଆହୁରି ବହୁତ କିଛି ଅଛି, ସମୟଟା ପାଖି ଆସିଲାଣି। ମୁଁ ପ୍ରତିବର୍ଷ କିଛି କିଛି ଗାମଲା କିଣୁଛି ଆଉ ବିଭିନ୍ନ ବାଉଣ୍ଡ୍ରିରୁ କିଛି ବର ଚାରା, ପିପଲ ଚାରା ଆଣୁଛି, ସେଠି ଗୋଟେ ବର୍ଷ ପାଣି ଦେଇକି ରଖୁଛି, ଆର ବର୍ଷ ରାସ୍ତା କଡକୁ ସିଫ୍ଟ କରୁଛି। ତ ଏଇଟା ମାନେ ମଧ୍ୟ ଆପଣ ବର୍ଷକୁ 4-5ଟି ଗାମଲା କିଣିକି ନିଜ ଛାତ ଉପରେ, ନିଜ ଘର ପ୍ରେମିସେସରେ କିଛି ବର ପିପଲ କାନ୍ଥରୁ ଆଣିକି ଲଗେଇକି ଯତ୍ନ ନେଇକି ଷ୍ଟାଣ୍ଡିଂ ହେଲା ପରେ ଆପଣ ନେଇକି ଦେଇପାରିବେ ଏବଂ ଅଫୁରନ୍ତ ଆନନ୍ଦ, ପ୍ରକୃତିର ଋଣ ଏବଂ ଧର୍ମ ଏସବୁ ଅର୍ଜନ କରିପାରିବେ। ତ ଆଜିକାର ମୁଁ ଏତେ ରହୁଛି। ତ ପୁଣି ଗୋଟେ ପ୍ରେୟାର ହେଲା। ଓಂ ସ୍ୱସ୍ତି ପ୍ରଜାଭ୍ୟ ପରିପାଲୟନ୍ତାମ୍ ନ୍ୟାୟେଣ ମାର୍ଗେଣ ମହିଁ ମହିଷା ଗୋବ୍ରାହ୍ମଣେଭ୍ୟୋ ଶୁଭମସ୍ତୁ ନିତ୍ୟಂ ଲୋକା ସମସ୍ତା ସୁଖିନୋ ଭବନ୍ତୁ ଲୋକା ସମସ୍ତା ସୁଖିନୋ ଭବନ୍ତୁ ଲୋକା ସମସ୍ତା ସୁଖିନୋ ଭବନ୍ତୁ। ଓମ୍ ଶାନ୍ତି ଶାନ୍ତି ଶାନ୍ତି। କିଛି ଭୁଲ ଥିଲେ ମୁକାର ଭାବରେ କ୍ଷମା କରିବେ। थैंक यू सर, धन्यवाद। ବହୁତ ବହୁତ ଧନ୍ୟବାଦ ସାର୍। ବର୍ତ୍ତମାନ ଯଦି କାହାର କିଛି ପ୍ରଶ୍ନ ଥାଏ ତାହେଲେ ସାର୍ଙ୍କୁ ଅନମ୍ୟୁଟ୍ କରିକିନା ପଚାରି ପାରିବେ। ଆପଣ ମାନେ ପଚାରି ପାରନ୍ତି। ଆଜି ଯାହା କହିଲି ମୁଁ ନିଜସ୍ୱ ଅନୁଭୂତିରୁ କହିଲି, ବାକି ଗୁଡାକ ତ ଆପଣ ଖବରରେ, ନ୍ୟୁଜରେ ସବୁରେ ପଢୁଛନ୍ତି। ହଉ ସାର୍, ସର୍ ଆଜ୍ଞା ଆଗକୁ ଚାଲନ୍ତୁ। ସାର୍ ତାହେଲେ ସାର୍ ସମାପନ ଅଭିଭାଷଣ ସାର୍ ଆପଣ ରଖିଦିଅନ୍ତୁ ସାର୍।
ଆମର ବରେଣ୍ୟ ଆଲୋଚକ ଗଛର ମହତ୍ଵ, ଅକ୍ସିଜେନର ମହତ୍ଵ ଉପରେ ଏବଂ ବହୁତ ଜ୍ଞାନବର୍ଦ୍ଧକ ଏବଂ ହୃଦୟସ୍ପର୍ଶୀ ଆଲୋଚନା ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ଦେଇଥିବା ଉପଦେଶ ପାଇଁ ମୁଁ ଆମ ଶାଖା ତରଫରୁ କୃତଜ୍ଞତା ଜ୍ଞାପନ କରୁଛି। ସେ ଆଜି ପ୍ରତିପାଦିତ କରିପାରିଛନ୍ତି ଯେ ପ୍ରକୃତରେ ସେ ପ୍ରକୃତି ବନ୍ଧୁ। ତାଙ୍କର ଆଲୋଚନା ଆମେ ଶୁଣି ଆଜି ହୃଦୟଙ୍ଗମ କଲୁ ଯେ ସାର୍ ଆମର ପ୍ରକୃତିର ବନ୍ଧୁ, ଆମେ ବି ସେମିତି ନିଜକୁ ମାନେ ଆଗକୁ ନବା। ଆଉ ଆମେ ଜାଣିବା ଯେ ଗୋଟିଏ ବୃକ୍ଷ କୋଟି କୋଟି ଜୀବନ ରକ୍ଷା କରିଥାଏ। ଏହି ଅନୁଷ୍ଠାନ ପର୍ଯ୍ୟନ୍ତ ସମସ୍ତେ ବୃକ୍ଷରୋପଣ କରିବା ପାଇଁ ଆଗେଇ ଆସିବା ଉଚିତ। ଓ ଅନ୍ୟାନ୍ୟ ସ୍ଥାନକୁ ଘନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆମେ ଚେଷ୍ଟା କରିବା। ଖାଲି ଗଛ ଲଗାଇବା ବଡ କଥା ନୁହଁ, ତାର ଯତ୍ନ ନେବା ଆବଶ୍ୟକ, ଯାହା ଫଳରେ ବି ଧୂସର ଭୂମି ସବୁଜିମା ଭରା ବନଭୂମିରେ ପରିଣତ ହୋଇପାରିବ। ଆମ ପରିବେଶ ମମତା ମଧୁର ବିରତିର ଗୁନ୍ଥା ମାଳ, ସରଗ ସୁଷମା ଅନନ୍ୟ ପ୍ରତିଭା ଅଛି ତାହାଠାରେ ଠୁଳ। ତେଣୁକରି ବର୍ତ୍ତମାନ ମୁଁ ଅର ସାରଙ୍କୁ କହିବାକୁ ଅନୁରୋଧ କରୁଛି। ଧନ୍ୟବାଦ ସାର୍। ଆମେ ଆଜିର କାର୍ଯ୍ୟକ୍ରମର ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ତ ବର୍ତ୍ତମାନ ମୁଁ ନିବେଦନ କରିବି ଶ୍ରୀ ମଧୁସୂଦନ ପ୍ରଧାନ ସାର୍ ସିଏ ଧନ୍ୟବାଦ ଅର୍ପଣ କରିବେ। ଶ୍ରୀ ମଧୁସୂଦନ ପ୍ରଧାନ ଆମର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ତଥା ସିଏ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ, ବର୍ତ୍ତମାନ ଅବସର ନେଇସାରିଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ସିଏ ଆମର ଲୋକ ସଂସଦର କାର୍ଯ୍ୟକୁ ଆଗକୁ ନେଉଛନ୍ତି। ସାର୍ ଆପଣ ନିବେଦନ କରିବେ, ଆପଣ ଧନ୍ୟବାଦ ଅର୍ପଣ କରିବେ ସାର୍। ବହୁତ ବହୁତ ଧନ୍ୟବାଦ ସାର୍। ଆଜି ଆମ ସମସ୍ତଙ୍କ ପାଇଁ ଗୋଟେ ନିଶ୍ଚୟ ଶୁଭ ଦିନ। ଭଗବାନ ଶ୍ରୀ ଜଗନ୍ନାଥ ନବଯୌବନ ଲାଭ କରିଛନ୍ତି। ଏହି ଉପଲକ୍ଷେ ଆଜି ଆମେ ସୌଭାଗ୍ୟର ବିଷୟ ଯେ ନିଜସ୍ୱ ଅନୁଭୂତିରୁ ଆମେ କିପରି ଆମର ପ୍ରକୃତି ମାତାର ସେବା କରିପାରିବା, ତତ୍ସହିତ ଆମର ଏହି ଯତ୍କିଞ୍ଚିତ ସେବା ଦ୍ୱାରା ଆମେ କିପରି ଆମର ସେବା ଦ୍ୱାରା ମଣିଷ ଜଗତ ଜୀବ ଜଗତର ସେବା କରିପାରିବା, ସେ ବିଷୟରେ ଗୋଟେ ନିଜସ୍ୱ ଅନୁଭୂତିରୁ ଆମର ବନ୍ଧୁ ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନ ଆମ ସମସ୍ତଙ୍କ ସମ୍ମୁଖରେ ତାଙ୍କର ଅନୁଭୂତି ବ୍ୟାଖ୍ୟାନ କରିଛନ୍ତି। ତାଙ୍କର ବ୍ୟାଖ୍ୟାନ ସମୟରେ ଆମେ ସମସ୍ତେ ଲକ୍ଷ୍ୟ କରିଥିବା କୌଣସି ବି ସଦସ୍ୟ କେତେବେଳେ ବି ଛାଡ଼ି ନାହାନ୍ତି। ଏଇଟା ବହୁତ ରେୟାର ଦେଖିବାକୁ ମିଳେ। ମହାଶୟ ଆପଣଙ୍କର ଏଇ ଯତ୍କିଞ୍ଚିତ ଏଇ ଯୋଉ ସାମାନ୍ୟ ଅନୁଭୂତି ଯୋଉଟା କି ଆମ ସମସ୍ତଙ୍କର ସାମ୍ନାରେ ଆପଣ ପ୍ରକାଶ ଲାଭ କରିଛନ୍ତି, ଆମେ ସମସ୍ତେ କିଛି ପରିମାଣରେ ସେଥିରୁ ଉଦ୍ବୁଦ୍ଧ ହୋଇ ଆମେ ଯଦି ସମସ୍ତେ କିଛି କିଛି ତାଙ୍କ ଭଳି କିଛି ଆମେ ପ୍ରକୃତି ମାତାର ସେବା କରିପାରିବା, ତାହେଲେ ନିଶ୍ଚୟ ଆମେ ସମସ୍ତେ ନିଜ ଜୀବନକୁ ଧନ୍ୟ ମନେ କରିବା। ମହୋଦୟ, ଆପଣଙ୍କର ଏହି ବକ୍ତବ୍ୟ ପାଇଁ ମୁଁ ଆମ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସମ୍ବଲପୁର ଜିଲ୍ଲା ଶାଖା ତରଫରୁ ବହୁତ ବହୁତ କୃତଜ୍ଞ ଏବଂ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ଆମର ବଡ଼ ଭାଇ ନରେଶ କୁମାର ପଣ୍ଡା ମହୋଦୟ, ଆପଣ ସଭା କାର୍ଯ୍ୟ ପରିଚାଳନା କରିଥିବାରୁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି। ଆଜିର କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ଆରୁଷି ବିଶ୍ୱାଳ
କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ଅରୁଣ କୁମାର ବନ୍ଧୁ, ବିବେକ ବାଣୀ ପାଠ କରିଥିବା ସୁପ୍ରଭା ପ୍ରଧାନ, ଆପଣ ସମସ୍ତଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି। ଆଜିର କାର୍ଯ୍ୟକ୍ରମରେ ଆମର ପ୍ରିୟ ବନ୍ଧୁ ତପନ କୁମାର ବାରିକ ମହୋଦୟ, ଆପଣ ଆରମ୍ଭରୁ ଆମ ସହିତ ରହି ଆମକୁ ଉଦ୍ବୁଦ୍ଧ କରିଛନ୍ତି। ତତ୍ ସହିତ ଆଜିର କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଆମ ସଂଗଠନର ସମସ୍ତ ବନ୍ଧୁ ତଥା ସଂଗଠନ ବାହାରେ ମଧ୍ୟ ଯେଉଁମାନେ ଅଛନ୍ତି ସମସ୍ତଙ୍କୁ ମୁଁ ଆମ ସମ୍ବଲପୁର ଜିଲ୍ଲା ଶାଖା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ଏ ଏଜେଣ୍ଡା ବାହାରେ ଟିକେ କହିବି କି ଗୋଟେ ମିନିଟ? ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ନମସ୍କାର। ବହୁତ ବଢିଆ, ବହୁତ ଭଲ ଲାଗିଲା ପ୍ରଧାନ ବାବୁ, ମିଷ୍ଟର ପ୍ରଧାନଙ୍କର ଟକ୍। ଆଉ ଏଥିରେ ଶୁଣନ୍ତୁ, ଦିସ୍ ଇଜ ୱାନ୍ ଅଗେନ୍ ଗୋଟିଏ ଆମେ ଶିଖିବା କଥା, ଏଥିରେ ମୁକାର କିଛି ନାହିଁ। ଆପଣଙ୍କର ଏକ୍ସପିରିଏନ୍ସ ଯୋଉଟା କହିଲେ ଏଟା ଲୋକ ଶିଖିବା କଥା, ହ୍ୱାଟ ଟୁ ଡୁ। ଆଉ ଏଥିରେ ଆପଣଙ୍କର ପ୍ରତ୍ୟେକ ମୁକାରରେ ଗୋଟେ ରହିଛି ଦ୍ୟାଟ ୱି କ୍ୟାନ୍ ଡୁ। ଆପଣ ଯୋଉଟା କରିପାରୁଛନ୍ତି ସମସ୍ତେ କରିପାରିବେ। ଆମେ ଯୋଉଟା କହୁଛେ ଆମକୁ ଟିକେ କୁଣ୍ଠାବୋଧ ଲାଗେ ମୋ ବିଷୟରେ କିଛି କହିଲେ କଣ ବୋଲି, ବଟ୍ ପିପୁଲ ସୁଡ୍ ନୋ ଦ୍ୟାଟ ୱି କ୍ୟାନ୍ ଡୁ। ଆପଣ ଯୋଉଟା କରିପାରିଲେ ଆମେ କାହିଁ କରିପାରିବୁନି। ଏଇ ଚିନ୍ତାଧାରା ଦେଇ ଯାଇଛନ୍ତି ଆପଣ, ତେଣୁକରି ଆପଣ ବହୁତ ବହୁତ ଧନ୍ୟବାଦ। ଏଥିରେ ମୁକାରର ପ୍ରଶ୍ନ ଉଠୁନି। ଯୋଉମାନେ ଧରନ୍ତୁ କୋଉଠି ହେଜିଟେଟ୍ କରୁଥିବେ ମୁକାର ହେଇଯିବ ବୋଲି ମୁଁ କହିବିନି, ତାହେଲେ ସେଇଟା ଭୁଲ। ଆମେ ଯୋଉଟା କହୁଛୁ, ଆମେ ଗୋଟେ ଶିଖଉଛୁ ଲୋକଙ୍କୁ ଦ୍ୟାଟ ୱି କ୍ୟାନ୍ ଡୁ, ଆମେ କରିପାରିବୁ। ଆପଣ ଯଦି କରିପାରିଲେ ଆମେ କାହିଁ କରିପାରିବୁନି। ତେଣୁ ବହୁତ ବହୁତ ଧନ୍ୟବାଦ। ମତେ ବହୁତ ଭଲ ଲାଗିଲା, ମୁଁ ସେତେବେଳେ ଶୁଣୁଥିଲି। ଆଉ ସାର୍ଙ୍କୁ ବହୁତ ଧନ୍ୟବାଦ। ମୁଁ ଆଗରୁ ଟିକେ କହିଥାନ୍ତି କିନ୍ତୁ ସେତେବେଳେ ମୁଁ ଭାବିଲି ବୋଧେ ଇଏ ବୋଲି। ବହୁତ ଧନ୍ୟବାଦ, ରହୁଛି। ସାର୍ ନମସ୍କାର। ସାର୍ ଟିକେ କଥା ହେବା। ବହୁତ ବହୁତ ଧନ୍ୟବାଦ। ନମସ୍କାର, ସାର୍ ନମସ୍କାର। ଟିକେ ବିଜୟ ସାର୍ ଟିକେ କଥା ହେବା ଟିକେ। ହଁ ମୁଁ ଅଛି ମୁଁ। ସାର୍ ଇଏ ଯୋଉ ସାର୍ କହିଲେ, ପ୍ରଧାନ ସାର୍ କହିଲେ, ବହୁତ ବଢିଆ କଥା କହିଲେ। ସେଇ ଯୋଉ ଆମର ପ୍ଲାଣ୍ଟେସନ ଯୋଉ ଏବେ ମନ୍ଥ ଅଫ ଜୁଲାଇରେ କରିବା, ହଁ ସାର୍ ମୁଁ ଓଡିଶା ଷ୍ଟେଟ ଓପେନ ୟୁନିଭର୍ସିଟି ଯାଇଥିଲି। ଆଉ ତାଙ୍କ ସହିତ ବି କଥା ହେଇଛି ପୋଚାଙ୍କ ସହିତ। ସେମାନେ ଆମକୁ ଗୋଟେ ପ୍ଲଟ ଜାଗାଟେ ଦେବେ। ମାନେ ଓପେନ ୟୁନିଭର୍ସିଟିର ଅବଜେକ୍ଟିଭ, ସାର୍ ଓପେନ ୟୁନିଭର୍ସିଟିର ଅବଜେକ୍ଟିଭ ହଉଛି ସେମାନେ କଣ କରୁଛନ୍ତି, ଯୋଉମାନେ ପ୍ଲାଣ୍ଟେସନ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ସେମାନେ ଗୋଟେ ପ୍ଲଟଟେ ଦେଇ ଦଉଛନ୍ତି। ଆଉ ତାଙ୍କର ଅବଜେକ୍ଟିଭ ହେଲା ଖାଲି ଫ୍ରୁଟ୍ସ ଗଛ ଲଗେଇବା। ଆଉ ସେମାନେ ତାର ଆପଣ ମେସେଜ ଦେଖିଲି, ହଁ ୟୁ ଗୋ ହେଡ୍, ଆପଣ ଗୋ ହେଡ୍। ହଁ ଆପଣ ସେଇ ମେସେଜ ସେଥିପାଇଁ ଦେଖିଲି, ସାର୍ ବଢିଆ ଲିଙ୍ଗରାଜ ବଢିଆ। ସାର୍ ପ୍ରଧାନ ସାର୍ ମୁଁ ଟିକେ କହୁଛି, ସେ ମୋ ସହିତ ଟିକେ ଓପେନ ୟୁନିଭର୍ସିଟି ଗଲେ ଆମେ ଭିସିଙ୍କ ସହିତ ଡାଇରେକ୍ଟ କଥା ହେଇକି ଓକେ ତାଙ୍କର ଯୋଉ ପ୍ଲାନ୍ ଅନୁସାରେ, ତାଙ୍କର ଯୋଉ ଆକ୍ଚୁଆଲି ଆମେ ଗଛ ଲଗେଇଲେ ହବନି, ତାର କେୟାର ବି କରିବା ପାଇଁ ହବ। କରିବେ ମାନେ ସାର୍, କରିବେ। ସେ ମନେକର ଆମକୁ ଦେଇଦେଲେ 2 ଗୁଣ୍ଠ ଜମି ଦେଇଦେଲେ, ସେଥିରେ ଆମେ ପ୍ଲାଣ୍ଟେସନ କରିବା, ଫ୍ରୁଟ ପ୍ଲାଣ୍ଟେସନ କରିବା। କିନ୍ତୁ ଆମକୁ କେୟାର କରିବା ପାଇଁ ହବନି, କାହିଁକିନା ତାଙ୍କ ୟୁନିଭର୍ସିଟି ତରଫରୁ ସେ ଗାଁ ଲୋକଙ୍କୁ ଆପଏଣ୍ଟମେଣ୍ଟ କରାହେଇଛି। ସେ ଗାଁ ଲୋକ ତାର କଣ ଯତ୍ନ ନେବେ, ଆଉ ଯେତେବେଳେ ଫଳ ଫଳିବ ସେ ଫଳକୁ ସେମାନେ ମାର୍କେଟରେ ବିକ୍ରି କରିବେ। ଓକେ ଓକେ, ଗୁଡ୍ ଗୁଡ୍। ତାଙ୍କର ଏଇଟା ଗୋଟେ ଇନୋଭେସନ ଅଛି। ଶୁଣନ୍ତୁ, ଏଇ ମିଟିଂ ସାରନ୍ତୁ, ୱି କ୍ୟାନ୍ ଡିସ୍କସ୍। ଆପଣ ଯୋଉ ସାର୍ ଅଛି ସାର୍ ଟିକେ, ସାର୍ ସାର୍ ଆପଣ ଏଇ ସାର୍ ନର୍ମାଲ ମିଟିଂଟା ସାରି ଦିଅନ୍ତୁ, ତାପରେ ୱି କ୍ୟାନ୍ ଡିସ୍କସ୍। ବର୍ତ୍ତମାନ ଶାନ୍ତି ପାଠ କରିବେ ଶ୍ରୀ ଅରୁଣ କୁମାର ସାର୍। ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜିର ବିଷୟ ବହୁତ ବଢିଆ ବିଷୟଟେ ଥିଲା। ପ୍ରକୃତି ମାତାଙ୍କୁ କେମିତି କରିକି ଆମେ ନିଜର ଶକ୍ତି ସାମର୍ଥ୍ୟରେ ତାକୁ ସୁନ୍ଦରତମ କରିପାରିବା, ସେଥିପାଇଁ ଗୋଟେ ବୃକ୍ଷାରୋପଣ ଯେଉଁ ଆପଣ ମାନେ ସ୍ଥିର କରିଛନ୍ତି, ଛାୟା ମନ୍ୟସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ୱୟମାତପେ, ଏଟା ଗୋଟେ ବହୁତ ବଢିଆ ଆକ୍ଚୁଆଲି କାମଟେ। ଏ ସୁନ୍ଦରତମ ବିଷୟକୁ ନେଇକି ଆପଣ ମାନେ ଗୋଟେ ଚର୍ଚ୍ଚା କଲେ, ବହୁତ ସୁନ୍ଦର ଲାଗିଲା ଶୁଣିବା ପାଇଁ। ଆଉ ଶାନ୍ତି ପାଠ କରିବା ପାଇଁ ମତେ ଯୋଉ ଆପଣ ମାନେ ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ନିଜକୁ ମାନେ ସୌଭାଗ୍ୟଶାଳୀ ମେହସୁସ କରୁଛି। ओम द्यौः शान्तिरन्तरिक्षं शान्तिः पृथिवी शान्तिरापः रोषधयः शान्तिः वनस्पतयः शान्तिर्विश्वे दिवाः शान्तिर्ब्रह्म शान्तिः सर्वं शान्तिः शान्तिरेव शान्तिः सामा शान्तिरेधि। ओम शान्तिः शान्तिः शान्तिः। ओम सर्वे भवन्तु सुखिनः, सर्वे सन्तु निरामयाः,
सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शम। समस्तंको नमस्ते। समस्त को धन्यवाद जनाऊँगी। आजिर सभा वर्तमान सांग हला।